ପବିତ୍ର ପ୍ରଭୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଆମେ ପୁନର୍ବାର ମୁଁ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର ଏବଂ ପ୍ରେଜ ଦ ଲର୍ଡ ଜଣାଉଛି। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଜିର ଏହି କ୍ରିସମାସ ଅବସରରେ ଏଇ ପ୍ରାତଃକାଳୀନ ମିଟିଂରେ ରିଏଲ ମିନିଷ୍ଟ୍ରି ଆନୁକୂଲ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରିଛନ୍ତି ତାଙ୍କର ସାନିଧ୍ୟ ପାଇବା ନିମନ୍ତେ। ସେଥିପାଇଁ ପ୍ରଭୁଙ୍କ ମହାନାମର ଗୌରବ ଦିଏ, ପ୍ରଶଂସା ଦିଏ। ଆଜି ଯେତେ ଜଣ ଆମମାନଙ୍କର ମଧ୍ୟସ୍ଥି ପ୍ରାର୍ଥନାରେ ପ୍ରଭୁଙ୍କର ଦାସ ଦାସୀ ମାନେ ଆଉ ପ୍ରାର୍ଥନାରେ ତୋଳି ଧରିଛନ୍ତି, ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଏବଂ ଧନ୍ୟବାଦ ଜ୍ଞାପନ କରୁଛି। ଆଉ ବର୍ତ୍ତମାନ ଆଜି ଆମମାନେ ଆରାଧନା ନିକଟକୁ ଯାଉଥିବା ଆମମାନଙ୍କ ଗହଣରେ ପ୍ରଭୁଙ୍କର ପ୍ରିୟ ଦାସ ଆଉ ପାଣି ଆଜ୍ଞା ଅଛନ୍ତି। ଆଉ ସେ ସପରିବାରେ ସେମାନେ ଆରାଧନାରେ ଆମମାନଙ୍କୁ ପଢେଇ ନଉଥିବେ ଆଗକୁ। ଆଉ ମୁଁ ସେମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସ୍ଵାଗତ କରୁଛି। ସେମାନେ ସମ୍ମୁଖକୁ ଆସି ଆଜିର ଆରାଧନାରେ ଆମମାନଙ୍କୁ ପଢେଇ ନଉଥିବେ। ଆଜ୍ଞା ନମସ୍କାର, ପ୍ରେଜ ଦ ଲର୍ଡ। ଆଜ୍ଞା ନମସ୍କାର ନମସ୍କାର। ବର୍ତ୍ତମାନ ଆସନ୍ତୁ ଆଉ ଆମମାନଙ୍କୁ ଆରାଧନାରେ ଅଗ୍ରସର କରାନ୍ତୁ। ଧନ୍ୟବାଦ। ପ୍ରେଜ ଦ ଲର୍ଡ। ପ୍ରତ୍ୟେକଙ୍କୁ Praise the Lord. ଆଡଭାନ୍ସ ହ୍ୟାପି କ୍ରିସମାସ ସହିତ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ପ୍ରଭୁଙ୍କର ଧନ୍ୟବାଦ ଯେ ଆଜି ପ୍ରଭୁଙ୍କର ଆରାଧନା ମାଧ୍ୟମରେ ତାଙ୍କର ଗୌରବ କରିବା ପାଇଁ ରିଏଲ ମିନିଷ୍ଟ୍ରି ଆନୁକୂଲ୍ୟରେ ଏ ଦିନ ଯୋଗ୍ୟ ପରିବାରକୁ ବହୁମୂଲ୍ୟ ସୁଯୋଗ କାଲିଠାରୁ ଦିଆଯାଉଛି। ଏଣୁ ମୁଁ ବହୁତ ଖୁସି। ଗତକାଲି ଆମମାନଙ୍କର ଟିକେ ମୋବାଇଲର ପ୍ରୋବ୍ଲେମ ହେଲା, ଯୋଦ୍ୱାରା ଆମେ ସଠିକ ସମୟରେ ଯୋଡ଼ି ପାରିଲୁ ନାହିଁ। ତଥାପି ଆଂଶିକ ଭାବରେ ଆମେ ଅଂଶଗ୍ରହଣ କଲୁ। କିନ୍ତୁ ଆଜି ମୁଁ ବହୁତ ଦୁଃଖିତ, କାରଣ ମୋର ମିସେସ୍ ଆଜି ଜଏନ୍ କରିପାରୁନାହିଁ। କାହିଁକି ନା ଗତକାଲି ରାତି 11ଟା-12ଟା ବେଳକୁ ଆମର ଗୋଟେ ମ୍ୟାରେଜ ପ୍ରୋଗ୍ରାମ ଆମ ଦାଣ୍ଡରେ ହିଁ ଏତେ ପ୍ରୋସେସନ ନାଚ ଗହଳିରେ ବହୁତ ଡିଷ୍ଟର୍ବ ହେଲା, ଯୋଦ୍ୱାରା କି ସେ ବର୍ତ୍ତମାନ ଉଠେଇଲି ତାକୁ, ବହୁତ ମୁଣ୍ଡ ବଥା ହେଇଯାଉଛି, ମୁଁ ଉଠି ପାରୁନାହିଁ। କଣ କରିବି? ବୋଲା ର ଠିକ ଅଛି, ଯେମିତି ସେମିତି ଗାଡିଟା ମୁଁ ଚଲେଇବି। ମୁଁ କହିଲି କ୍ଷମା କରିବେ। ଅବଶ୍ୟ ଆଜି ବାଜା ସହିତ ଆମେ ଆରାଧନା କରିବା କଥା, କିନ୍ତୁ ମୁଁ ଅନୁରୋଧ କରୁଛି ଆଜି ସେଇ ପ୍ରକାର ଗୀତ ହିଁ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବି। ସମସ୍ତେ ଦୟାକରି ଭିଡିଓକୁ ଅନ୍ କରିବେ, କରତାଳ ସହିତ ପ୍ରଭୁଙ୍କର ଗୌରବ କରିବା। ଯେହେତୁ ଆମମାନଙ୍କ ସକାଶେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରାୟ 2025 ବର୍ଷ ପୂର୍ବେ ସେ ଜନ୍ମ ଗ୍ରହଣ କରିଥିଲେ, ସେଇ ଉଦ୍ଦେଶ୍ୟରେ ମୁଁ କେତୋଟି ଗୀତ ଗାନ କରିବି। ଆନନ୍ଦର ସହିତ ଆମେ ପ୍ରଭୁଙ୍କର ଗୌରବ କରିବା। ତେବେ ଅବଶ୍ୟ ମୋ ଧର୍ମଶାସ୍ତ୍ର ପଢା ଯାଇଛି, ମୁଁ ପଢିବାକୁ ଇଚ୍ଛା କରୁନାହିଁ। ସିଧାସଳଖ ଆମେ ଗୀତ ଆଡକୁ ଯିବା। ପ୍ରଥମେ ମୁଁ ଗୋଟେ କୋରସ ଲେଖିଛି, ଯୋଉଦ୍ୱାରା କି ସେଇ ଗୀତ ମୁଁ ଗାଇବି। ତାପରେ ମାନେ ଅନ୍ୟାନ୍ୟ କେତୋଟି ଗୀତ ଗାଇ ପ୍ରଭୁଙ୍କର ଗୌରବ କରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଦୟାକରି ସମସ୍ତେ ଭିଡିଓକୁ ଅନ୍ କରନ୍ତୁ। आहे ଆମ एकमात्र सत्य ईश्वर, आहे ଆମ एकमात्र सत्य ईश्वर। ତୁମେ ସୃଷ୍ଟିକର୍ତ୍ତା ଜଗତର, ଧନ ହେଉ ନାମଟି ତୁମର। ତୁମେ ସୃଷ୍ଟିକର୍ତ୍ତା ଜଗତର, ଧନ ହେଉ ନାମଟି ତୁମର। ସ୍ତୁତି କରୁ ଆମେ ନାରୀ ନର, आहे ଆମ एकमात्र सत्य ईश्वर, आहे ଆମ एकमात्र सत्य ईश्वर। ଆଜିର ମିଳନ ତୁମରି ନାମରେ ରିଏଲ ମିନିଷ୍ଟ୍ରି ଦଳରେ, କରିବାକୁ ସ୍ତୁତି ଆରାଧନା ମାନ ବସିଛୁ ତବ ପୟରେ। ଆଜିର ମିଳନ ତୁମରି ନାମରେ ରିଏଲ ମିନିଷ୍ଟ୍ରି ଦଳରେ, କରିବାକୁ ସ୍ତୁତି ଆରାଧନା ମାନ ବସିଛୁ ତବ ପୟରେ। କରିବାକୁ ତବ ଜୟ ଗାନ, 11 ତାରିଖ ଆଜ ଏ ଦିନ। କରିବାକୁ ତବ ଜୟ ଗାନ, 11 ତାରିଖ ଆଜି ଏ ଦିନ। କର ପ୍ରଭୁ ତୁମେ ଶ୍ରବଣ, आहे ଆମ एकमात्र सत्य ईश्वर, आहे ଆମ एकमात्र सत्य ईश्वर। आहे ତ୍ରାଣ ଧନ ଈଶ୍ୱର ନନ୍ଦନ, ଆମ ପାପର କାରଣ।
ଉଦ୍ଧାରିବା ପାଇଁ ଏ ପାପ ସଂସାରୁ ହୋଇଲ ତୁମେ ଜନମ। आहे त्राण धन ईश्वर नंदन आम पापर कारण। उद्धारिबा ପାଇଁ ଏ ପାପ ସଂସାରୁ ହୋଇଲ ତୁମେ ଜନନ। ଦାଉଦଙ୍କ ନଗର ମଧ୍ୟରେ ବେଥଲିହିମ ଛୋଟ ଗ୍ରାମରେ। ଦାଉଦଙ୍କ ନଗର ମଧ୍ୟରେ ବେଥଲିହିମ ଛୋଟ ଗ୍ରାମରେ ଶୋଇଲ ଗୁହାଳ କୁଣ୍ଡରେ। आहे ଆମ एकमात्र सत्य ईश्वर। आहे आम एकमात्र सत्य ईश्वर। तुमे सृष्टिकर्ता जगतर धन्य हेउ नामटी तुमर। तुमे सृष्टिकर्ता जगतर धन्य हेउ नामटी तुमर। स्तुति करू आमे नारी नर। आहे आम एकमात्र सत्य ईश्वर। आहे आम एकमात्र सत्य ईश्वर। प्रेज द लॉर्ड, हालेलुया। तेबे आउथरे आमे प्रभुଙ୍କର गौरव करिबा। आमे प्रायतः जेतेबेले डिसेम्बर 25 आसिले नगर संकीर्तन करी आमे बुलू अनेक जगारे बाजा सहित आनंदर सहित से गीतटी मु आ गोटे अन्य स्वर गाइबा चाहूँगी। दयापूर्वक समस्ते जदि बा संभव हेले वीडियो खोलंतु, आज आनंदर सहभागी होगा चेष्टा करंतु। उठ हुआ दीप्तिमान अंधकार बासी गण। उठ हुआ दीप्तिमान अंधकार बासी गण। हे मृत्यु छाया निवासी, हे मृत्यु छाया निवासी, हे मृत्यु छाया निवासी, हे मृत्यु छाया निवासी कर दीप्ति रे गमन। उठ हुआ दीप्तिमान अंधकार पासी गण। उठ हुआ दीप्तिमान अंधकार बासी गण। हुई उजळती उदे हेले महाज्योती। हुई उजळती उदे हेले महाज्योती। बेथलिहिम नगरे, बेथलिहिम नगरे, बेथलिहिम नगरे, बेथलिहिम नगरे ख्रीष्ट सूर्य प्रकाशन। उठ हुआ उठ हुआ दीप्तिमान अंधकार बासी गण। उठ हुआ दीप्तिमान अंधकार बासी गण। धर्म भानु अग्रगामी प्रभात तारा प्रकाश। धर्म भानु अग्रगामी प्रभात तारा प्रकाश। पूर्व देश ज्ञानी गण, पूर्व देश ज्ञानी गण, पूर्व देश ज्ञानी गण, पूर्व देश ज्ञानी गण तारा देखी रुष्ट मन। उठ हुआ दीप्तिमान अंधकार बासी गण। उठ हुआ दीप्तिमान अंधकार बासी गण। प्रभुଙ୍କର महानवर धन्यवाद। कारण आमनकर पापर कारण सकाशे से ए जगत को आसी आमन को बहुमूल्य सुजोग देइचंती, जो द्वारा तांकर रक्त रे किछ आमे प्रत्येक तांकर गौरव करिया पाए प्रतिदिन रियल मिनिस्ट्री अनुकूल्य माध्यम रे पुणी विभिन्न प्रकार झूम माध्यम रे तांकर सेवा आराधना करिया पाए प्रभु ए बहुमूल्य सुजोग देइतबारु तांकर महानामर धन्यवाद। पुनर्बार आमे गोटे गीत आमे बोलिबा, तापरे आमे प्रभुଙ୍କର गौरव करिबा। गाओ रे जय ख्रीष्ट नामे हालेलुया होसाना। गाओ रे जय ख्रीष्ट नामे हालेलुया होसाना। स्वर्ग तेजी आसीचंती दिनर बेदना। स्वर्ग तेजी आसीचंती देखी नर बेदना। हालेलुया होसाना। हालेलुया होसाना, होसाना, होसाना। जातो से बेतलिही में हो,
ପ୍ରେମ ସୁଧା ଝରଣା ଜାତ ସେ ବେଥଲିମେ ପ୍ରେମ ସୁଧା ଝରଣା ଦିନହୀନ ପାପି ଜନେ ବିତରଣେ କରୁଣା ହେ ବିତରଣେ କରୁଣା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ଗାଓରେ ଜୟ ଖ୍ରୀଷ୍ଟ ନାମେ ହାଲେଲୁୟା ହୋସାନା ଗାଓରେ ଜୟ ଖ୍ରୀଷ୍ଟ ନାମେ ହାଲେଲୁୟା ହୋସାନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ହାଲେଲୁୟା ହୋସାନା ହାଲେଲୁୟା ହୋସାନା 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 ଚାଲ ଗୋପାଳକ ସଙ୍ଗେ କରିବାକୁ ବନ୍ଦନା ପ୍ରେଜ୍ ଦ ଲର୍ଡ ଚାଲ ଗୋପାଳକ ସଙ୍ଗେ କରିବାକୁ ବନ୍ଦନା ସାର୍ଥକ ହେବ ଜୀବନ ଆମ ମନସ୍କାମନା ହେ ଆମ ମନସ୍କାମନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ଗାଓରେ ଜୟ ଖ୍ରୀଷ୍ଟ ନାମେ ହାଲେଲୁୟା ହୋସାନା ଗାଓରେ ଜୟ ଖ୍ରୀଷ୍ଟ ନାମେ ହାଲେଲୁୟା ହୋସାନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ହାଲେଲୁୟା ହୋସାନା ହାଲେଲୁୟା ହୋସାନା 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 ମାନବ ମୁକ୍ତି ଲାଗି ହୋ ପ୍ରେମ ସୁଧା ଝରଣା ଆମରି ମୁକ୍ତି ଲାଗି ହୋ ପ୍ରେମ ସୁଧା ଝରଣା ମହାନନ୍ଦ ଗାଇ ମନେ ହାଲେଲୁୟା ହୋସାନା ହେ ହାଲେଲୁୟା ହୋସାନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ଗାଓରେ ଜୟ ଖ୍ରୀଷ୍ଟ ନାମେ ହାଲେଲୁୟା ହୋସାନା ଗାଓରେ ଜୟ ଖ୍ରୀଷ୍ଟ ନାମେ ହାଲେଲୁୟା ହୋସାନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ସ୍ୱର୍ଗ ତେଜି ଆସିଛନ୍ତି ଦେଖି ନର ବେଦନା ହାଲେଲୁୟା ହୋସାନା ହାଲେଲୁୟା ହୋସାନା 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 ପ୍ରେଜ୍ ଦ ଲର୍ଡ ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ ପ୍ରକୃତରେ ସେ ସ୍ୱର୍ଗ ତେଜି ଆମମାନଙ୍କର ପାପ ସକାଶେ ଏ ପାପମୟ ଜଗତକୁ ଓହ୍ଲାଇ ଆସିଲେ ଆମମାନଙ୍କର ପରିତ୍ରାଣ କାରଣ ସକାଶେ ଆଉ ଗୋଟିଏ ଗୀତ ମୁଁ ଗାଇବି ତାପରେ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବି ସାଥିରେ ଗାଏରେ ହାଲେଲୁୟା ଏହି ମନ ଆଜି ସେହି ବଡ଼ ଦିନ ଗାୟ ହାଲେଲୁୟା ମନ ଆଜି ସେହି ବଡ଼ ଦିନ ଗାଏ ହାଲେଲୁୟା ମନ ଆଜି ସେହି ବଡ଼ ଦିନ ବେଥଲେହେମର ଶିଶର କୁତିରେ ଶିଶୁଟିଏ ହୋଇଲେ ଜନମ ହାଲେଲୁୟା ଗାଏ ମନ ଆସୁଅଛି ବଡ଼ ଦିନ ସେ ଶିଶୁ আগমনে ଉଇଁଲା ତାରା ଆକାଶରୁ ଝରି ଗଲା ପିୟୁଷ ଧାରା
ସେଇ ଶିଶୁ ଆଗ ମନେ ହୁଇଲା ତାରା, ଆକାଶରୁ ଝରି ଗଲା ପିୟୁଷ ଧାରା, ଗୁହଳ କୁଣ୍ଡରେ ଥାଇ ଜଗତ ଉଦ୍ଧାର ପାଇଁ ଯୁଗେ ଯୁଗେ ହୋଇଲେ ମହାନ, ଅପାସର ତାଙ୍କରି ଦାନ, ଅପାସର ତାଙ୍କରି ଦାନ, ତାରା ଦେଖି ପୁଣି ଆସିଲେ ପଣ୍ଡିତ, ପ୍ରଶଂସାର ଗୀତ ଗଲେ ଗାନ, ହାଲେଲୁୟା ଗାଏ ମନ, ଆସୁଅଛି ବଡ଼ ଦିନ, ସେ ଥିଲେ ଅନୁପମ ଈଶ୍ୱର ପୁତ୍ର, ଢାଳି ଦେଇ ସ୍ନେହ ପ୍ରେମ ହେଲେ ସେ ମିତ୍ର। ପ୍ରେଜ୍ ଦ ଲର୍ଡ। ପ୍ରକୃତରେ ସେ ଥିଲେ ଆମମାନଙ୍କର ଅତି ପ୍ରିୟତମ ଈଶ୍ୱରଙ୍କର ପୁତ୍ର ଅଟନ୍ତି। ସେ ଥିଲେ ଅନୁପମ ଈଶ୍ୱର ପୁତ୍ର, ଢାଳି ଦେଇ ସ୍ନେହ ପ୍ରେମ ହେଲେ ସେ ମିତ୍ର, ମାନବର ପାପ ପାଇଁ ପରିତ୍ରାଣ ପଥ ଖୋଲି, ଆମ ମାନଙ୍କ ପାପ ପାଇଁ ପରିତ୍ରାଣ ପଥ ଖୋଲି, ତୋଳିଲେ ସେ ମଧୁରର ତାନ, ପୁଲକିତ ହେଲା ପ୍ରାଣ, ସବୁ ପୁଲକିତ ହେଲା ପ୍ରାଣ, ସବୁ ଦୁଃଖ ଭୁଲି ଅନ୍ତରକୁ ଖୋଲି, ସବୁ ଦୁଃଖ ଭୁଲି ଅନ୍ତରକୁ ଖୋଲି, ଗାଓ ଥରେ ପ୍ରଭୁ ଯୀଶୁ ନାମ, ହାଲେଲୁୟା ସେହି ମନ, ହାଲେଲୁୟା ସେହି ଗାନ, ବେଥଲେହେମର ନିଶର ରାତିରେ ଶିଶୁଟିଏ ହୋଇଲେ ଜନମ, ଗାଓ ହାଲେଲୁୟା ମନ, ଆସୁଅଛି ବଡ଼ ଦିନ, ଗାଓ ହାଲେଲୁୟା ମନ, ଆସୁଅଛି ବଡ଼ ଦିନ। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ, ଥ୍ୟାଙ୍କ ୟୁ। ଅବଶିଷ୍ଟ କାର୍ଯ୍ୟକୁ ଆପଣ ମାନେ ପଢେଇକି ନେବେ, ମୋ ଯୋଗ୍ୟ ନିମନ୍ତେ ପ୍ରାର୍ଥନା କରିବେ। ମୋର ଅବଶ୍ୟ ଏଇ ସାଇଡରେ ମୋ ପେନ୍ ହଉଛି ଆକ୍ସିଡେଣ୍ଟ ଦ୍ଵାରା, ତଥାପି ପ୍ରଭୁ ତାଙ୍କର ଗୌରବ ସକାଶେ ଏ ଅଯୋଗ୍ୟ ବୁଢାକୁ ଆପଣ ମାନଙ୍କର ସହିତ ବ୍ୟବହାର କରିଛନ୍ତି। ପ୍ରଭୁଙ୍କ ଗୌରବ ଆମ ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ଥ୍ୟାଙ୍କ ୟୁ। ବହୁତ 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 ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଏଇ ସମୟରେ ଏଇ ପ୍ରକାର ଅବସ୍ଥାରେ ଆପଣ ଆମମାନଙ୍କୁ ଏତେ ଉତ୍ସାହ ଦେଇଛନ୍ତି, ଏତେ ଉଦ୍ଦୀପନାରେ କଢେଇ ଦେଇଛନ୍ତି, ସେଥିପାଇଁ ପ୍ରଭୁ ଆପଣଙ୍କୁ ଆହୁରି ଦୀର୍ଘାୟୁ କରନ୍ତୁ, ଆପଣଙ୍କୁ ଆହୁରି ପ୍ରଭୁ ସୁସ୍ଥତା ସବଳତା ପ୍ରଦାନ କରନ୍ତୁ, ଆପଣଙ୍କ ପରିବାରରେ ପ୍ରଭୁଙ୍କର ଆଶୀର୍ବାଦ ବଢୁ। ବହୁତ ଧନ୍ୟବାଦ। ଅତି ସୁନ୍ଦର ଭାବରେ ଆମମାନଙ୍କୁ ଆରାଧନାରେ କଢେଇ ନେଇଛନ୍ତି, ସେଥିପାଇଁ ପ୍ରଭୁଙ୍କ ପ୍ରିୟ ଦାସଙ୍କ ନିମନ୍ତେ ଆଉ ପ୍ରଭୁଙ୍କ ନିମନ୍ତେ ଆମମାନେ ଉଚ୍ଚ କରତାଳି ପ୍ରଦାନ କରୁଥିବା। ଧନ୍ୟବାଦ। ବର୍ତ୍ତମାନ ଆମମାନେ ଆରାଧନାର କାର୍ଯ୍ୟକ୍ରମ ସମାପ୍ତ ହୋଇଅଛି। ଆମମାନେ ଆରାଧନାର ସମୟରେ ଶେଷ ସମୟରେ ପହଞ୍ଚିଅଛୁ। ଆଉ ଆମମାନେ ବର୍ତ୍ତମାନ ସେହି ବହୁ ପ୍ରତୀକ୍ଷିତ ସମୟ ଯୋଉଟା କି ସ୍ୱର୍ଗୀୟ ଆହାର ଖାଇବା ନିମନ୍ତେ ଆମମାନେ ଯିବା, ଆଉ ସେଇ ସ୍ୱର୍ଗୀୟ ଆତ୍ମିକ ଆହାର ନିମନ୍ତେ ଆମମାନଙ୍କ ଗହଣରେ ପ୍ରଭୁଙ୍କର ଦାସ ଉପସ୍ଥିତ ଅଛନ୍ତି। ଆଉ ଆମମାନେ ଗୋଟେ ପ୍ରାର୍ଥନା କରିବା, ଆଉ ବାକ୍ୟ ନିକଟକୁ ଯାଉଥିବା ଆମମାନଙ୍କ ଗହଣରେ। ଆଉ ପରିଚୟ ଭାଇନା ଅଛନ୍ତି, ଭାଇନା ନମସ୍କାର। ପ୍ରେଜ୍ ଦ ଲର୍ଡ। ନମସ୍କାର ନମସ୍କାର। ଆରାଧନା କରିଥିବା ଆଜ୍ଞାଙ୍କ ପରିବାର ପାଇଁ ଏବଂ ବାକ୍ୟ ଘେନି ଆସୁଥିବା ଆଜ୍ଞାଙ୍କ ପାଇଁ ଆଉ ଆପଣ ପ୍ରାର୍ଥନା କରନ୍ତୁ ଯେ ପବିତ୍ର ଆତ୍ମାରେ ପ୍ରଭୁ ତାଙ୍କୁ ଅଭିଷିକ୍ତ କରନ୍ତୁ, ଯେପରି ସେ ସୁନ୍ଦର ଭାବରେ ଆମମାନଙ୍କୁ ବାକ୍ୟରେ ପଢାଇ ନଉଥିବେ। ଉପସ୍ଥିତ ସମସ୍ତଙ୍କୁ ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟବାଦ, ପ୍ରଶଂସା, ଗୌରବ, ସ୍ତୁତି ବନ୍ଦନା ପାଇବା ଏକମାତ୍ର ଈଶ୍ୱର ଯେ ତୁମେ।
ମନୁଷ୍ୟକୁ ସୃଷ୍ଟି କଲ ତମର ଗୌରବ ତମ ପ୍ରଶଂସା କରିବା ନିମନ୍ତେ। ହେ ପିତା ମାନଙ୍କୁ ଦୟା ପରେ ଦୟା କରି ଅନୁଗ୍ରହ ପରେ ଅନୁଗ୍ରହ କରି ଏ ସୁନ୍ଦର ପରିବେଶ ସୁନ୍ଦର ଶୁଭ ପ୍ରଭା ଦେଖଉଥିଲେ ମଧ୍ୟ ଆମମାନେ ତୁମର ଗୌରବ କରିପାରୁନୁ, ତୁମ ପ୍ରଶଂସା କରିପାରୁନୁ, ତୁମ ସ୍ତୁତି ବନ୍ଦନା କରିପାରୁନୁ। ସୁନ୍ଦର ଏକ ପ୍ଲାଟଫର୍ମ ରଖିଛୁ ପ୍ରଭୁ ତୁମ ସ୍ତୁତି ବନ୍ଦନା କରିବା ନିମନ୍ତେ, ତୁମର ଗୌରବ କରିବା ନିମନ୍ତେ, ତୁମର ବାକ୍ୟ ଶୁଣିବା ନିମନ୍ତେ ଏବଂ ବାକ୍ୟ ଶୁଣିକି ନିଜକୁ ସଂଶୋଧିତ କରିବା ନିମନ୍ତେ, ନିଜ ପରିବାରକୁ ସଂଶୋଧିତ କରିବା ନିମନ୍ତେ। ତେଣୁ ତୁମର ସେ ପବିତ୍ର ମହତ ନାମକୁ ଧନ୍ୟବାଦ ଦିଏ, ଧନ୍ୟବାଦ ଦିଏ। ଏତେବେଳେ ବିଶେଷ ପ୍ରାର୍ଥନା କରି ପ୍ରଭୁ ପରିଚାଳନା କରୁଥିବା ସିଷ୍ଟରଙ୍କ ନିମନ୍ତେ ତାଙ୍କ ପରିବାର ପ୍ରତି ବିଶେଷ ଆଶୀର୍ବାଦ କର। ଏହି ପ୍ରକାର ଅଫଲାଇନ ଅନଲାଇନ ବ୍ୟବହାର କରି ତାଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ ଯୁକ୍ତ କରି ବ୍ୟବହାର କର। ଏତେବେଳେ ବିଶେଷ ପ୍ରାର୍ଥନା କରି ତୁମ ଦାସ ବିହାର ପାଣି ସେ ଅତି ସୁନ୍ଦର ଭାବେ ପ୍ରଭୁ ଗୀତ ଗାନ କରି ଆମମାନଙ୍କୁ ଶୁଣେଇଥିଲେ। ରାତି ସାରା ପ୍ରଭୁ ତାଙ୍କର ଗ୍ରାମରେ ଏକ ବିବାହ ଭୋଜର ଗହଳି ପ୍ରଭୁ ନାଚ ଗୀତରେ ମସଗୁଲ ହଉଥିଲେ, କିନ୍ତୁ ପ୍ରଭୁ ରାତି ସାରା ଅନିଦ୍ରା ଥିଲେ ମଧ୍ୟ ସେ ଅତି ପ୍ରଭାତରେ ଉଠି ତୁମର ଗୌରବାର୍ଥେ ପ୍ରଭୁ ସେ ଗୀତ ଗାନ କରି ତୁମର ଗୌରବ ତୁମ ପ୍ରଶଂସା କରିଛନ୍ତି। ତାଙ୍କୁ ବିଶେଷ ଆଶୀର୍ବାଦ କର, ଆଶୀର୍ବାଦ କର। ଏ ଅଳ୍ପ ଦିନ ତଳେ ପ୍ରଭୁ ତାଙ୍କର ଏକ ଦୁର୍ଘଟଣାଗ୍ରସ୍ତ ହେଇଥିଲା, କିନ୍ତୁ ତାଙ୍କୁ ଅତି ପ୍ରେମ ଅତି ସ୍ନେହର ସହିତ ପ୍ରଭୁ ତୁମେ ତାଙ୍କୁ ଚଢେଇ ନଥିବାରୁ ଆଜି ଆମମାନଙ୍କ ମଧ୍ୟରେ ପ୍ରଭୁ ସେଇ ଆରାଧନା ମାଧ୍ୟମରେ ପଢେଇ ନେଇଛନ୍ତି। ହେ ପିତା, ହେ ପିତା, ଏତେ ବାଧାଜନକ ଆକ୍ସିଡେଣ୍ଟ ହେଇଥିଲା କିନ୍ତୁ ଶଯ୍ୟାଶାୟୀ ରହିବା କଥା, କିନ୍ତୁ ତୁମେ ଯେ ଆଶ୍ଚର୍ଯ୍ୟ ରକ୍ଷା କରିଥାଅ। ତେଣୁ ତୁମର ପବିତ୍ର ମହତ ନାମକୁ ଧନ୍ୟବାଦ ଦେଇଛି। ତାକୁ ଏଇ ପ୍ରକାର ପ୍ରଭୁ ଅଫଲାଇନ ଅନଲାଇନ ବ୍ୟବହାର କରି ତୁମର ଗରୁଡ଼ ପାଠ୍ୟ ପ୍ରଭୁ ତାଙ୍କୁ ସୁରକ୍ଷା ଦିଅ। ଏତେବେଳେ ବିଶେଷ ପ୍ରାର୍ଥନା କର ପ୍ରଭୁ ଯୋଉ ଦାସଙ୍କ ଦ୍ୱାରା ଯେ ବାକ୍ୟ ରଖିଅଛ ସେ ଦାସଙ୍କ ପ୍ରତି ଆଶୀର୍ବାଦ କର। ଆଜି ଯେତେ ଲୋକ ଆମେ ଏକତ୍ରିତ ଅଛୁ, ଜଏନ କରିଛୁ, ଯେଉଁମାନେ ଜଏନ କରିନାହାନ୍ତି ଅତି ଶୀଘ୍ର ଜଏନ କରୁ, ସେ ଜୀବନ୍ତ ବାକ୍ୟକୁ ଶୁଣିବୁ। ସେ ଦୟା କର, ଦୟା କର। ତୁମ ଦାସଙ୍କୁ ତୁମେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଆବର। ତୁମେ କଥା କହ ପ୍ରତ୍ୟେକଙ୍କ ହୃଦୟରେ ପ୍ରଭୁ ସେ ବାକ୍ୟ ପହଞ୍ଚୁ ଏବଂ ଆମମାନେ ନିଜକୁ ପ୍ରଭୁ ସଜାଗ କରିପାରିବୁ, ନିଜକୁ ଜାଗୃତ କରିବୁ, ନିଜର ଜୀବନ ପ୍ରଭୁ ସଜାଡ଼ି ପାରିବୁ। ଗୌରବ ସମ୍ଭ୍ରମ ସ୍ତୁତି ବନ୍ଦନା ତୁମେ ପାଅ, ଜୀବନ୍ତ ଯୀଶୁଙ୍କ ତୁମ ଚନ୍ଦ୍ର ମାଗୁଅଛି, ଆମେନ୍। ଧନ୍ୟବାଦ ଭାଇ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସବୁ ବିଷୟ ବୋଝର ସହିତ ପ୍ରାର୍ଥନା କରିଛନ୍ତି, ପ୍ରଭୁ ଆପଣଙ୍କର ସହତି ସ୍ୱରୂପ ହୁଅନ୍ତୁ। ଧନ୍ୟବାଦ। ବର୍ତ୍ତମାନ ଆମମାନେ ବାକ୍ୟ ନିକଟକୁ ଯାଉଥିବା, ଆମ ବାକ୍ୟରେ ଏପରି ଲେଖାଯାଏ, କାରଣ ଈଶ୍ୱରଙ୍କ ଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ। ଆଜି ସେହି ସର୍ବଶକ୍ତିମାନଙ୍କର ସେ ଅଟଳ ବାକ୍ୟକୁ ଆମମାନେ ପ୍ରଭୁଙ୍କର ପ୍ରିୟ ଦାସ ଆନସ ପାଣି ଅଛନ୍ତି ଛତ୍ରପୁରରୁ, ଆଉ ତାଙ୍କ ମୁଖରୁ ଆମମାନେ ଶୁଣୁଥିବା, ଆଉ ସମସ୍ତେ ଉଚ୍ଚ କରତାଳି ସହ ତାଙ୍କୁ ସ୍ୱାଗତ କରୁଥିବା। ଆଜ୍ଞା, ପ୍ରେଜ ଦ ଲର୍ଡ, ନମସ୍କାର। ଆସନ୍ତୁ, ଆଜିର ଏହି ପ୍ରି ଖ୍ରୀଷ୍ଟମାସ ରେ ଆପଣଙ୍କୁ ବିଶେଷ ସ୍ୱାଗତ କରୁଛୁ। ଆଉ ଆପଣ ସମ୍ମୁଖକୁ ଆସି ଆଜି ଆପଣଙ୍କର ସେ ପ୍ରଭୁଙ୍କ ଠାରୁ ଶିଖିଥିବା, ପ୍ରଭୁଙ୍କ ଠାରୁ ଗ୍ରହଣ କରିଥିବା ସେ ଅମୂଲ୍ୟ ବାକ୍ୟକୁ ଆମମାନଙ୍କ ନିକଟରେ ଆପଣ ଆଉ ବାଣ୍ଟୁଥାନ୍ତୁ। ଆଉ ବିଶେଷ କରି ଆଜ୍ଞା ଯେତେବେଳେ ଆସନ୍ତି, ମୁଁ ତାଙ୍କର ବାକ୍ୟକୁ ମତେ ବହୁତ, ସେ ଯୋଉ ଶିକ୍ଷା ଦିଅନ୍ତି ମତେ ବହୁତ ଭଲ ଲାଗେ। ଆଉ ଅତି ନିଗୁଡ ତତ୍ଵ ଗୁଡାକ ସେ କହନ୍ତି, ଆଉ ସେଥିପାଇଁ ତାଙ୍କର ଶିକ୍ଷା ଶୁଣିବା ପାଇଁ ମତେ ବେଶୀ ଭଲ ଲାଗେ। ଆଉ ମୁଁ ତାଙ୍କର ଶିକ୍ଷାକୁ ବହୁତ ପସନ୍ଦ କରେ। ପ୍ରଭୁ ଆଶୀର୍ବାଦ କରନ୍ତୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କରନ୍ତୁ, ଯେପରି ଆମମାନେ ମନ ଆତ୍ମା ପ୍ରାଣର ସହିତ ସଦା ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ପୂର୍ବକ ଆଜିର ବାକ୍ୟକୁ ଆହରଣ କରୁଥିବା, ଆଉ ସେଇ ବାକ୍ୟ ଆମମାନଙ୍କ ହୃଦୟରେ ଯେପରି 100 ଗୁଣ ଫଳ ଫଳିବାକୁ ପାରିବ, ସେଥିପାଇଁ ସେ ଆଜ୍ଞାକୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମ ପ୍ରତ୍ୟେକଙ୍କୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ।
ଆଜ୍ଞା ପ୍ରେଜ ଦ ଲର୍ଡ। ନମସ୍କାର। ବର୍ତ୍ତମାନ Praise the ଆପଣଙ୍କ Lord. ସମୟ। Praise the Lord. ଧନ୍ୟବାଦ। ସର୍ବପ୍ରଥମେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି। ମୋର ଶବ୍ଦ ଆପଣ ଶୁଣିପାରୁଛନ୍ତି? ଥ୍ୟାଙ୍କ ୟୁ। ଆଉ ତତ୍ସହିତ ମୁଁ ରିଏଲ ମିନିଷ୍ଟ୍ରିର ଆମର ହୋଷ୍ଟ ଭାଇଙ୍କୁ ମୁଁ ଧନ୍ୟବାଦ ଦେବି। ତତ୍ସହିତ ଉପସ୍ଥିତ ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀ ବିଶ୍ୱାସୀ ବିଶ୍ୱାସିନୀ ମାନଙ୍କୁ ପ୍ରି ଖ୍ରୀଷ୍ଟମାସର ଭକ୍ତିପୂର୍ଣ୍ଣ ନମସ୍କାର ମୁଁ ଦେବି। ସମସ୍ତଙ୍କୁ ନମସ୍କାର। ଆଉ ପ୍ରଭୁ ସମସ୍ତଙ୍କୁ ଆମମାନଙ୍କୁ ଆଶୀର୍ବାଦ କରିଛନ୍ତି। 2024 ସାଲର ଶେଷ ମାସରେ ଆମେ ପହଞ୍ଚିଛୁ। ତାଙ୍କର ଗୌରବ କରିବା ପାଇଁ, ପ୍ରଶଂସା କରିବା ପାଇଁ, ଯୀଶୁଙ୍କର ଜନ୍ମ ପୂର୍ବ ଦିନ ଗୁଡ଼ିକୁ ସ୍ମରଣ କରିବା ପାଇଁ ଧନ୍ୟବାଦ। ଆଉ ମୁଁ ନିହାତି ମୋର ପୁରୁଣା ପ୍ରଶ୍ନ ମୁଁ ପଚାରିବି, ଆପଣମାନେ କେମିତି ଅଛନ୍ତି? ଆପଣମାନେ ସମସ୍ତେ କେମିତି ଅଛନ୍ତି? ଭଲ ଅଛନ୍ତି ଗୁଡ୍ ପ୍ରଭୁଙ୍କ ମର୍ଣ୍ଣିଂ ଅନୁଗ୍ରହ। ସାର୍, ଭଲ ଅଛନ୍ତି? ହଉ ହଉ ଆଉ ଠିକ ଅଛି। ପ୍ରଭୁ ଆଜି ଆମମାନଙ୍କୁ ଗୋଟେ ସୁଯୋଗ ଦେଲେ। ଆମର 1 ତାରିଖରୁ ଯାହା ଆମର ଚାଲିଛି ପ୍ରତ୍ୟେକ ଜୁମ୍ରେ ପ୍ରି ଖ୍ରୀଷ୍ଟମାସ ଉପଲକ୍ଷେ ପ୍ରଭୁଙ୍କର ମହାନ ଦାସମାନଙ୍କ ଠାରୁ ଆମେ ନୂଆ ନୂଆ ବାକ୍ୟ ଶୁଣୁଛୁ। ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ତେଣୁ ଆମେ ଅଳ୍ପ ସମୟ କିଛି ଚିନ୍ତା କରିବା ଆଜିର ଦିନରେ। ମୁଁ ଆଜି ରଖିଛି ଗୋଟିଏ ବିଷୟ, ଯାହାକି ଆପଣମାନେ ପାଇବେ ଯିଶାୟ ପୁସ୍ତକ 9:6 ପଦ। ଟିକେ ପଢ଼ନ୍ତୁ। ଆମେ ଜଲ୍ଦି ଜଲ୍ଦି ଆଗକୁ ବଢିବା। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଧନ୍ୟବାଦ। ଆଜି ଆମେ ଯଦି ପ୍ରସଙ୍ଗ 9:6କୁ ଆମେ ସମ୍ପୂର୍ଣ୍ଣ ଭାବେ ସମସ୍ତ ବିଷୟ ଆଲୋଚନା କରିପାରିବା ନାହିଁ, କାରଣ 9:6 ପଦରେ ଅନେକ ଗଭୀର ବିଷୟ ସବୁ ଅଛି। ଗୋଟିଏ ଗୋଟିଏ ନାମରେ ଗୋଟିଏ ଗୋଟିଏ ବିଷୟରେ ଆମେ ଗୋଟେ ଗୋଟେ ପ୍ରସଙ୍ଗ କରିପାରିବା। ତେଣୁ ଆଜି ଆମେ ଗୋଟେ ବିଷୟରେ ଆମେ ଦେଖିବା, ତାହାଙ୍କ ନାମ ଆଶ୍ଚର୍ଯ୍ୟ। ତାହାଙ୍କର ନାମ 5ଟା ନାମ ଏଠି ଦିଆଯାଇଛି। ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। କିନ୍ତୁ ଆଜି ଆମେ ଚିନ୍ତା କରିବା ତାହାଙ୍କର ନାମ ଆଶ୍ଚର୍ଯ୍ୟ। ଖାଲି ଆମେ ଆଶ୍ଚର୍ଯ୍ୟ ଉପରେ ଆଜି ଆମେ ଚିନ୍ତା କରିବା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଧୁନିକ ଜଗତରେ ସମସ୍ତେ ଗୋଟେ ଆଶ୍ଚର୍ଯ୍ୟ ବିଷୟ କରିକି ଦେଖେଇବା ପାଇଁ ସମସ୍ତଙ୍କର ଇଚ୍ଛା। ଆପଣ ଧ୍ୟାନ କରିବେ, ଷ୍ଟଡି କରିବେ, ଯାହାର ବି କିଛି ଗୋଟେ ନୂଆ ବିଷୟ କରିକି ଜଗତର ଲୋକମାନଙ୍କୁ ଛାନିଆ କରିବା ପାଇଁ ସମସ୍ତଙ୍କର ଇଚ୍ଛା। ଆଧୁନିକ ଜଗତରେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣ ଗୋଟେ ଗୋଟେ ନୂଆ ନୂଆ ରେକର୍ଡ ସବୁ କରନ୍ତି ଲୋକମାନେ। ଖେଳରେ ହଉ କି କୌଣସି ପ୍ରକାର ଜ୍ଞାନରେ ହଉ, ଟ୍ୟାଲେଣ୍ଟରେ ହଉ, କିଛି ଗୋଟେ ରେକର୍ଡ ତିଆରି କରିକି ପୃଥିବୀର ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବାର ସମସ୍ତେ ଇଚ୍ଛୁକ, ସମସ୍ତେ ଚାହାନ୍ତି, ସମସ୍ତେ ହାଇଲାଇଟ୍ ହେବା ପାଇଁ ଇଚ୍ଛା। ଆଉ ସମସ୍ତେ ଯେମିତିକି କହିବେ, ଓହ, ଏ ବ୍ୟକ୍ତି ଦ୍ୱାରା ଏମିତି ଗୋଟେ କାର୍ଯ୍ୟ ହେଇଛି, ବହୁତ ଆଶ୍ଚର୍ଯ୍ୟ ବର୍ତ୍ତମାନ ଚାଲିଛି। ତେଣୁ ମୁଁ ମନେ କରୁଥିଲି, ଏମିତି ଯୀଶୁଙ୍କର ଅନେକ ବିଷୟ ରହିଛି ଆଜ୍ଞା, ମାନେ ଅନେକ ଆଶ୍ଚର୍ଯ୍ୟ, ଅନେକ ଆଶ୍ଚର୍ଯ୍ୟ। ଆମର ଯିଶାୟ ଭବିଷ୍ୟତ ବକ୍ତା ତ ଲେଖିଲେ ତାହାଙ୍କର ନାମ ହିଁ ଆଶ୍ଚର୍ଯ୍ୟ। ମୁଁ ଚିନ୍ତା କରୁଥିଲି, ମନେ ପକାଉଥିଲି, ଆପଣମାନେ ଜାଣିଥିବେ ପୃଥିବୀରେ ଗୋଟେ ସପ୍ତ ଆଶ୍ଚର୍ଯ୍ୟ ବୋଲି ଅଛି। ଆପଣମାନେ ଜାଣିଛନ୍ତି କି? ହାତ ଟେକନ୍ତୁ ଟିକେ। ସପ୍ତ ଆଶ୍ଚର୍ଯ୍ୟ ବୋଲି, ହଁ ନିହାତି ଜାଣିଛନ୍ତି ଆପଣମାନେ। ପୃଥିବୀର ସପ୍ତ ଆଶ୍ଚର୍ଯ୍ୟ, ଏମକ ବିଲ୍ଡିଂ, ସେମକ ବିଲ୍ଡିଂ, କି ଝରଣା, କି ଇଏ ସିଏ ସବୁ ଯାହା ସବୁ ଲେଖାଯାଇଛି, ସେ ସବୁ ପୁଣି ଆଶ୍ଚର୍ଯ୍ୟ। ପୁଣି ସବୁ ଲୋକମାନେ ତାହା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି, ଛାନିଆ ହୁଅନ୍ତି। ସେମିତି ସପ୍ତ ଆଶ୍ଚର୍ଯ୍ୟ ନାହିଁ, ଆଉ ଗୋଟେ 2007 ମସିହାରେ ଆଉ ଗୋଟେ 7ଟା ଆଶ୍ଚର୍ଯ୍ୟ ମିଶାଗଲା ସେଠି। ଆପଣମାନେ ଜାଣିଥିବେ ନ ଜାଣିଥିବେ। ପ୍ରଥମେ ତ ସପ୍ତ ଆଶ୍ଚର୍ଯ୍ୟ ଥିଲା। 2007 ମସିହାରେ
ଆଉ 7ଟା ଆଶ୍ଚର୍ଯ୍ୟ ମିଶାଗଲା କମିଟି ଦ୍ୱାରା। ବର୍ତ୍ତମାନ ପୃଥିବୀରେ 14ଟା ଆଶ୍ଚର୍ଯ୍ୟ ଅଛି। ତାର ଅର୍ଥ ମୁଁ କହିବା ପାଇଁ ଚାହୁଁଛି, ଜଗତରେ ଲୋକମାନେ ଗୋଟେ ଭିନ୍ନ ଭିନ୍ନ ବିଷୟ ସୃଷ୍ଟି କରି ତିଆରି କରି ଅଦ୍ଭୁତ କାର୍ଯ୍ୟ ସବୁ କରି ଲୋକମାନଙ୍କୁ ଆଶ୍ଚର୍ଯ୍ୟର ଗୋଟେ ମାନେ ସମ୍ବାଦ ଦିଅନ୍ତି। ସେମାନେ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ। ଆମ ଘର ମାନଙ୍କରେ ବି, ମଣ୍ଡଳୀ ମାନଙ୍କରେ ବି, ଆମ ଗାଁ ମାନଙ୍କରେ ବି ଗୋଟେ ପିଲା ଯଦି କ'ଣ ଗୋଟେ ଆଶ୍ଚର୍ଯ୍ୟ ବିଷୟ କରିବ, ଗୋଟେ ଛାନିଆ ବିଷୟ କରିବ, ଆମେ ସମସ୍ତେ ଆଶ୍ଚର୍ଯ୍ୟ ହଉଛୁ। ମନେକର ଗୋଟେ ପିଲା 100ରୁ 99% ରଖିବ, ଆମେ ଆଶ୍ଚର୍ଯ୍ୟ ହଉଛୁ, ବାପରେ 99%, 99.5% ରଖିଛୁ, ଆମେ ଆଶ୍ଚର୍ଯ୍ୟ ହଉଛୁ। ଠିକ ଗୋଟେ ସାଧାରଣ ସ୍ୱରୂପ, ଗୋଟେ ଉଦାହରଣ ସ୍ୱରୂପ। କିନ୍ତୁ ମୋର ପରିତ୍ରାଣକର୍ତ୍ତା, ଆପଣଙ୍କର ପରିତ୍ରାଣକର୍ତ୍ତାଙ୍କର ଆଶ୍ଚର୍ଯ୍ୟ, ଅନେକ ଆଶ୍ଚର୍ଯ୍ୟ ଅଛି ଆଜ୍ଞା, ଅନେକ ଆଶ୍ଚର୍ଯ୍ୟ ଅଛି। ଯୀଶୁଙ୍କର ଜନ୍ମ ଆଶ୍ଚର୍ଯ୍ୟ, ମରଣ ଆଶ୍ଚର୍ଯ୍ୟ, ପୁନରୁତ୍ଥାନ ଆଶ୍ଚର୍ଯ୍ୟ, ସ୍ୱର୍ଗାରୋହଣ ଆଶ୍ଚର୍ଯ୍ୟ, ଆଗମନ ଆଶ୍ଚର୍ଯ୍ୟ, ତାଙ୍କର ମିନିଷ୍ଟ୍ରି ଆଶ୍ଚର୍ଯ୍ୟ, ତାଙ୍କର ଶାସନ ବି ଆଶ୍ଚର୍ଯ୍ୟ। ଅତି ଭୟଙ୍କର ବ୍ୟକ୍ତି ସେ। ଆଜ୍ଞା ତାଙ୍କ କଥା କେହି ଜଗତରେ ମନେ ପକାଉନାହାନ୍ତି ଆଜ୍ଞା। ସେ କମିଟି ମେମ୍ବର ଯାକ 7 ଆଶ୍ଚର୍ଯ୍ୟ ହଉ କି 14ଟା ଆଶ୍ଚର୍ଯ୍ୟ ହଉ, ସେମାନଙ୍କର କମିଟି ମେମ୍ବରରେ ତାଙ୍କର ନାମ ଆସିନି ଆଜ୍ଞା। ଯୀଶୁଙ୍କର ଆଶ୍ଚର୍ଯ୍ୟ ଭୁଲି ଯାଇଛନ୍ତି। ମନୁଷ୍ୟ ତିଆରି କରିବା ବିଷୟରେ ଲୋକମାନେ ଛାନିଆ ହେଇଯାଉଛନ୍ତି। ମନୁଷ୍ୟ ସୃଷ୍ଟି କରିଥିବା ମାନେ ମନୁଷ୍ୟ ତିଆରି କରିଥିବା ଆଶ୍ଚର୍ଯ୍ୟ ବିଷୟରେ ମନୁଷ୍ୟ ଛାନିଆ ହେଇଯାଉଛି। କିନ୍ତୁ ଯୀଶୁଙ୍କର ଗୋଟିଏ ବି ଆଶ୍ଚର୍ଯ୍ୟ ବିଷୟ ପୃଥିବୀରେ ସ୍ଥାନ ପାଇନାହିଁ। ଆପଣମାନେ ଜାଣନ୍ତି 4ଟି ସୁସମାଚାରରେ 37ଟା ଆଶ୍ଚର୍ଯ୍ୟ କର୍ମ କରିଛନ୍ତି। ଯୀଶୁ 4ଟି ସୁସମାଚାରରେ 37 ଆଶ୍ଚର୍ଯ୍ୟ କର୍ମ କରିଛନ୍ତି, ଯୋଉଟାକି ଲେଖା ହେଇଛି। ଆଉ ତ ଅନେକ କରିଛନ୍ତି, ସେ ସବୁ ଲେଖା ନାହିଁ। ଅନ୍ତତଃ 37ଟା ଆଶ୍ଚର୍ଯ୍ୟ କର୍ମର ଗୋଟେ ବି ଆଶ୍ଚର୍ଯ୍ୟ କର୍ମ ପୃଥିବୀରେ ଲେଖାଯିବା କଥା। ଆପଣମାନେ କହିପାରିବେ କି? ଟିକେ ସାହାଯ୍ୟ କରିବେ। ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟ କ'ଣ ଥିଲା? ଟିକେ ସାହାଯ୍ୟ କରନ୍ତୁ। ପାଣିକୁ ଦ୍ରାକ୍ଷା ରସ। ଠିକ ଅଛି। ତ ଈଶ୍ୱରଙ୍କର ପ୍ରଥମ ଆଶ୍ଚର୍ଯ୍ୟ କ'ଣ ଥିଲା? ସାହାଯ୍ୟ କରିବେ କି? ଈଶ୍ୱରଙ୍କର ଆଶ୍ଚର୍ଯ୍ୟ କ'ଣ ଥିଲା ପ୍ରଥମ? ପରିଚୟ ଆଜ୍ଞା, ପ୍ରମୋଦ ପରିଚୟ ଆଜ୍ଞା, ହେଲ୍ପ କରିବେ କି? ଠିକ ଅଛି। ଦୀପ୍ତି ଈଶ୍ୱରଙ୍କର ହଉ ପ୍ରଥମ ମାନେ ଆଶ୍ଚର୍ଯ୍ୟ, ଆଜ୍ଞା ଆଜ୍ଞା, ପ୍ରଥମ ହଉଛି ଦୀପ୍ତି ହଉ ବୋଲି ଦୀପ୍ତି ହେଲା। ବାସ୍, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଈଶ୍ୱରଙ୍କର ନ୍ୟୁ ଓଲ୍ଡ ଟେଷ୍ଟମେଣ୍ଟରେ ଈଶ୍ୱରଙ୍କର ପ୍ରଥମ ଆଶ୍ଚର୍ଯ୍ୟ ଥିଲା ଦୀପ୍ତି ହଉ। ତ ନୂତନ ନିୟମରେ ଈଶ୍ୱରଙ୍କର ପ୍ରଥମ ଆଶ୍ଚର୍ଯ୍ୟ କ'ଣ ଆଜ୍ଞା? କିଛି ଆଇଡିଆ ଅଛି କି? ପୁରାତନ ନିୟମରେ ଦୀପ୍ତି ହଉ, ଦୀପ୍ତି ହେଲା। ଯୀଶୁଙ୍କର ଜଳକୁ ଦ୍ରାକ୍ଷାରସ ଠିକ ଅଛି, କିନ୍ତୁ ନୂତନ ନିୟମରେ ବି ଈଶ୍ୱର ଗୋଟେ ଭୟଙ୍କର ଆଶ୍ଚର୍ଯ୍ୟ କର୍ମ କରିଛନ୍ତି, ଯାହାକି ଆମର ପ୍ରସଙ୍ଗକୁ ଆମେ ଯିବା। ତାହା ହଉଛି ଈଶ୍ୱର ମନୁଷ୍ୟ ରୂପ ଧାରଣ କରିଛନ୍ତି। ଜଣେ ସ୍ପିରିଟ, ନିରାକର ଶକ୍ତି ମନୁଷ୍ୟ ରୂପ ଧାରଣ କରୁଛି। ସେଇଟା ହଉଛି ନ୍ୟୁ ଟେଷ୍ଟମେଣ୍ଟର ଭୟଙ୍କର ଆଶ୍ଚର୍ଯ୍ୟ କର୍ମ ଈଶ୍ୱରଙ୍କର। ପ୍ରେଜ୍ ଦ ଲର୍ଡ। ଅତି ଭୟଙ୍କର ବିଷୟ, ଅତି ଭୟଙ୍କର ବିଷୟ। ଗୋଟେ ସ୍ପିରିଟ ମନୁଷ୍ୟର ମାଂସ ରୂପ ଶରୀର, ରକ୍ତ ଶରୀର ସେ ଧାରଣ କରୁଛନ୍ତି। ତେଣୁ ଅନେକ ବିଷୟ ଆଶ୍ଚର୍ଯ୍ୟ ବିଷୟ ଅଛି, କିନ୍ତୁ ଏ ଜଗତର ଗୋଟିଏ ବି ଲୋକମାନଙ୍କୁ ଦେଖାଗଲାନି ଯେ ଯୀଶୁଙ୍କର କି ଈଶ୍ୱରଙ୍କର ସୃଷ୍ଟିକର୍ତ୍ତାଙ୍କର ଏହା ଗୋଟେ ଆଶ୍ଚର୍ଯ୍ୟ କର୍ମ ବୋଲି। ଆଜ୍ଞା ଆପଣମାନେ ଜାଣିଥିବେ, ଯୋଉ 14ତମ ଆଶ୍ଚର୍ଯ୍ୟ କର୍ମରେ ଯୀଶୁଙ୍କର ମୂର୍ତ୍ତି ଗୋଟେ ଅଛି ଆଜ୍ଞା। ବ୍ରାଜିଲରେ ସେ ମୂର୍ତ୍ତି ଅଛି। ଆଉ ଯୀଶୁଙ୍କର 2ଟା ହାତ ଯୋଉ ଟାଣିକି ରହିଛନ୍ତି, ତାର ଓସାର ହଉଛି 30 ମିଟର, 98 ଫୁଟ। ଆଉ ତାର ଉଚ୍ଚତା, ତାର ଓସାର ଯୋଉ ମୂର୍ତ୍ତି ହାତ ଟାଣିକି ରହିଛି, ଓସାର ହଉଛି 28 ମିଟର, ମାନେ 92 ଫୁଟ। ସେ ମୂର୍ତ୍ତିକୁ ଲୋକମାନେ କ'ଣ କରୁଛନ୍ତି? ଆଶ୍ଚର୍ଯ୍ୟ ନାମରେ ସେଟା ନାମିତ ହେଇଛି ଆଜ୍ଞା। ଅନ୍ତତଃ ଗୋଟେ ଯୀଶୁଙ୍କର ମୂର୍ତ୍ତିକୁ ରଖିଛନ୍ତି ସେମାନେ ଆଶ୍ଚର୍ଯ୍ୟ ବୋଲି। କିନ୍ତୁ ସେଟା କିଏ ସୃଷ୍ଟି କରିଛି ଆଜ୍ଞା? ସେ ମୂର୍ତ୍ତିକୁ ମନୁଷ୍ୟ ସୃଷ୍ଟି କରିଛି। କିନ୍ତୁ ଯେ ସୃଷ୍ଟିକର୍ତ୍ତା, ଜଗତର ସୃଷ୍ଟିକର୍ତ୍ତା, ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ରକୁ ସୃଷ୍ଟି କରିଛନ୍ତି, ତାଙ୍କ ବିଷୟରେ ଲେଖା ନାହିଁ। ତାଙ୍କର ମୂର୍ତ୍ତି ବିଷୟରେ ଆଶ୍ଚର୍ଯ୍ୟ ବୋଲି ଲେଖା ଅଛି। ମୁଁ ସେଟା ବେଳେ ବେଳେ ଚିନ୍ତା କଲେ ଆଶ୍ଚର୍ଯ୍ୟ ହଉଛି। ଯୀଶୁଙ୍କର କୌଣସି ଆଶ୍ଚର୍ଯ୍ୟ ବିଷୟ ନାହିଁ। ଭୟଙ୍କର ଆଶ୍ଚର୍ଯ୍ୟ ବିଷୟ ସବୁ ରହିଛି, କିନ୍ତୁ ତାଙ୍କୁ ମନୁଷ୍ୟ ସ୍ମରଣ କରିନାହାନ୍ତି। ତେଣୁ ଯେଶାୟା ପୁସ୍ତକରେ ଆମେ ଦେଖିବା
ଆଜିର ବଢିଆ ବିଷୟ ଗୋଟେ। ତେଣୁ ମୁଁ ପ୍ରସଙ୍ଗ ରଖୁଛି ଖାଲି ଆଶ୍ଚର୍ଯ୍ୟ ବିଷୟରେ ଆମେ ଚିନ୍ତା କରିବା, ଖାଲି ଆଶ୍ଚର୍ଯ୍ୟ। କଣ ଆଜ୍ଞା ଲେଖା ଅଛି? କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ବାଳକ ଜନ୍ମି ଅଛନ୍ତି। ପ୍ରଥମ କଥା। ଦ୍ୱିତୀୟ ପଏଣ୍ଟ କଣ ଅଛି ଲେଖା ଅଛି ଆଜ୍ଞା? ଆଉ ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଦିଆଯିବ। ଏ ଦିଟା ପଏଣ୍ଟରେ ମୁଁ ଚିନ୍ତା କରିବି ଆଶ୍ଚର୍ଯ୍ୟକୁ ନେଇ। ପ୍ରଥମେ ବାଳକ ଜନ୍ମି ଅଛନ୍ତି, ଦ୍ୱିତୀୟରେ ତାଙ୍କର ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଦିଆଯିବ। ଅର୍ଥାତ୍ ତାଙ୍କର ଜନ୍ମ ଆଶ୍ଚର୍ଯ୍ୟ, ତାଙ୍କର ଶାସନ ଆଶ୍ଚର୍ଯ୍ୟ। ଯିଶାୟା ପୁସ୍ତକର 9:6 ମୁଁ ଦିଟା ପଏଣ୍ଟ ବାହାର କରୁଛି ଆଜ୍ଞା। ତାଙ୍କର ଜନ୍ମ ଆଶ୍ଚର୍ଯ୍ୟ ଆଉ ତାଙ୍କର ଶାସନ ବି ଆଶ୍ଚର୍ଯ୍ୟ। କେମିତି ଆଶ୍ଚର୍ଯ୍ୟ ଆଜ୍ଞା? ଆମେ କ୍ଲୁପ୍ତ ଭାବରେ ଗୋଟେ ଦିଟା ଲାଇନ ସବୁ ଆମେ ଚିନ୍ତା କରିବା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯୀଶୁଙ୍କର ଜନ୍ମ ପାଇଁ ମୋ ପ୍ରତି ଟିକେ ଧ୍ୟାନ ଦେବେ। ଯୀଶୁଙ୍କର ଜନ୍ମ ପାଇଁ ଆଉ ଜଣେ ନାରୀର ଆବଶ୍ୟକ ଥିଲା ଆଜ୍ଞା, ନାରୀର ଆବଶ୍ୟକ ଥିଲା। ଆଉ ସେ ଜନ୍ମ କେମିତି ହଉଛନ୍ତି ଆଜ୍ଞା? ପ୍ରଥମେ ଏକ ନାରୀକୁ ସେ ମନୋନୀତ କରୁଅଛନ୍ତି। ଆଶ୍ଚର୍ଯ୍ୟ ବିଷୟ ଆଜ୍ଞା, ଯୀଶୁ ଜନ୍ମ ହେବା ପୂର୍ବରୁ ଜଗତରେ ମରିୟମକୁ 14-15 ବର୍ଷ ପୂର୍ବରୁ ଜଗତରେ ଜନ୍ମ ଦେଇଅଛନ୍ତି। ଦ୍ୟାଟ୍ ଇଜ ୱଣ୍ଡରଫୁଲ। ଯୀଶୁ ଆସିବା ପୂର୍ବରୁ ସେ ମରିୟମକୁ ମନୋନୀତ କରିଛନ୍ତି। 14-15 ବର୍ଷ ପୂର୍ବରୁ ମରିୟମ ଜଗତରେ ଜନ୍ମ ହେଇଛନ୍ତି। କାରଣ ମରିୟମକୁ ଯେତେବେଳେ 13-14 ବର୍ଷ ହେଇଥିଲା, 12-16 ବର୍ଷ ଭିତରେ ଏସବୁ ଘଟଣା ଘଟିଛି। ଅନେକଙ୍କର ଜ୍ଞାନୀ ମାନଙ୍କ କହିବା ଅନୁସାରେ ପ୍ରାୟ 13 ବର୍ଷ ବୟସରେ ଏସବୁ ବିଷୟ ଘଟିଛି। ପ୍ରଭୁ ଯୀଶୁ ଜନ୍ମ ହେବା ପୂର୍ବରୁ ଈଶ୍ୱର କଣ କଲେ? ମରିୟମକୁ ସେ ମନୋନୀତ କରିଛନ୍ତି। ଆଉ ମରିୟମଙ୍କର ଜୀବନ କେମିତି ଥିଲା ଆଜ୍ଞା ଆପଣ ଚିନ୍ତା କରନ୍ତୁ। ଜଗତର ପରିତ୍ରାଣ କର୍ତ୍ତାକୁ ସେ ଜଗତକୁ ଆଣିବେ, ସେ କି ପ୍ରକାର ନାରୀ ହେଇଥିବେ, ସେ କି ପ୍ରକାର ଝିଅ ହେଇଥିବ, ଏତେ ପବିତ୍ର ହେଇଥିବ। କାରଣ ଖାଲି ଖାଲିରେ ଅନୁଗ୍ରହ ଆସିଯାଏନି ଆଜ୍ଞା। ଖାଲି ଖାଲିରେ ପରମେଶ୍ୱର ଅନୁଗ୍ରହ କାହାକୁ ଦିଅନ୍ତି ନାହିଁ। ତାର ଅନେକ ବିଷୟକୁ ସେ ଲକ୍ଷ୍ୟ କରନ୍ତି ଆଉ ସେ ଦିଅନ୍ତି। ମୁଁ ଭାବୁଛି ଆପଣମାନେ ଆଉ ଗୋଟେ ସାହାଯ୍ୟ କରିବେ କି? ପୁରାତନ ନିୟମରେ ସିଦ୍ଧ ସରଳ ପରମେଶ୍ୱର କୁକ୍ରିୟା ତ୍ୟାଗୀ ଈଶ୍ୱର ଭୟକାରୀ କିଏ ଥିଲେ ଆଜ୍ଞା? ପୁରାତନ ନିୟମରେ ଖାଇବ। ଆଇବ। ଠିକ ଅଛି। ଯେମିତି ପୁରାତନ ନିୟମରେ ସିଦ୍ଧ ସରଳ ପରମେଶ୍ୱର ଭୟକାରୀ କୁକ୍ରିୟା ତ୍ୟାଗୀ ଆଇବ ଥିଲେ, ନୂତନ ନିୟମରେ ମଧ୍ୟ ମରିୟମ ସେମିତି ଥିଲେ। ମନେ ରଖନ୍ତୁ। ସେଇଥିପାଇଁ ପରମେଶ୍ୱର ତାଙ୍କୁ ମନୋନୀତ କଲେ ତାଙ୍କର ପୁତ୍ରକୁ ଜଗତକୁ ପଠେଇବା ପାଇଁ। ଆଜ୍ଞା ସେ ଆପଣ ଦେଖିବେ, ମୁଁ ପଢିବା ପାଇଁ କହୁନି, ସମାଜ ଲୋକ 1:38 କହିବେ ମୁଁ ପ୍ରଭୁଙ୍କର ଦାସୀ ବୋଲି କହୁଛନ୍ତି। ପ୍ରଭୁଙ୍କର ଦାସୀ। ଜବ କଣ ଆଇବ ପୁସ୍ତକରେ ଯେମିତିକି ପରମେଶ୍ୱର କହୁଛନ୍ତି ମୋର ଦାସ ପ୍ରତିକି ତୁମେ ମନ ଦେଇଛ, ଲୁସିଫରକୁ କହୁଛନ୍ତି, ଶୈତାନକୁ। ଠିକ ସେମିତି ଇଏ ମୋତେ ଦାସୀ। ତାଙ୍କର ଜନ୍ମ ଆଜ୍ଞା ଆପଣ ତାଙ୍କର ଷ୍ଟୋରି ଯଦି ଜାଣିବେ, ଶୁଣିବେ, ମରିୟମ କେମିତି ଜଗତକୁ ଜନ୍ମ ହେଇଛି, ଅନେକ ଲୋକରେ ଅନେକ ଓପିନିଅନ ସବୁ ଅଛି ଆଜ୍ଞା। ଭିନ୍ନ ଭିନ୍ନ ପ୍ରକାର ସବୁ ବିଷୟ ରହିଛି। ମରିୟମ ଯେତେବେଳେ ମରିୟମଙ୍କର ବାପା ମାଙ୍କର ନାମ ହଉଛି ଆଜ୍ଞା ଅନେକଙ୍କର ମତରେ ଆନି ଆଉ ଜୋଆକିମ। ମନେ ରଖନ୍ତୁ, ତାଙ୍କର ବାପା ମା ହଉଛି ଆନି ଆଉ ଆନି ହଉଛି ମା, ଜୋଆକିମ ହଉଛି ତାଙ୍କ ବାପା। ଆଜ୍ଞା ତାଙ୍କର ମଧ୍ୟ ପିଲା ଛୁଆ ନଥିଲା। ହିଷ୍ଟ୍ରି କହୁଛି ବିବାହ ହେଇକି 20 ବର୍ଷ ପର୍ଯ୍ୟନ୍ତ ତାଙ୍କ ପାଖରେ ସନ୍ତାନ ସନ୍ତତି ନଥିଲେ ଆଜ୍ଞା। ଆଉ ସେମାନେ ବି ଈଶ୍ୱର ପ୍ରିୟ ଥିଲେ। ସେ ବାପା ମା ସେମାନେ ବହୁତ ପ୍ରାର୍ଥନା କରିଛନ୍ତି। ଅନେକଙ୍କ ମତରେ ତାଙ୍କ ବାପା 40 ଦିନ ଉପବାସ କରିଛନ୍ତି ଛୁଆ ପାଇଁ। ଆଶ୍ଚର୍ଯ୍ୟ ବିଷୟ। ତାଙ୍କ ବାପା ଆଜ୍ଞା ଜଣେ, ଅନେକ କହନ୍ତି ସେ ମେଷପାଳକ ଥିଲେ। ତାଙ୍କ ବାପା ଜୋଆକିମ ଜେରୁସାଲାମର ବଳି ଉତ୍ସର୍ଗ ପାଇଁ ସେ କଣ କରୁଥିଲେ? ମେଷମାନଙ୍କୁ ସେ ସପ୍ଲାଏ କରୁଥିଲେ। ତାଙ୍କର କାମ ତାହା ଥିଲା। ଆଉ ତାଙ୍କ ମା ଆନି ବହୁତ ସାଧୁ ବ୍ୟକ୍ତି ଥିଲେ, ପ୍ରାର୍ଥନାରେ ଜୀବନ କାଟୁଥିଲେ। କିନ୍ତୁ ତାଙ୍କର ଛୁଆ ନଥିବାରୁ ସେମାନେ ବ୍ୟସ୍ତ ଥିଲେ, ଚିନ୍ତାରେ ଥିଲେ ସେମାନେ। କିନ୍ତୁ ପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣିଛନ୍ତି, ତାଙ୍କ କୋଳରେ ମରିୟମକୁ ଦେଇଛନ୍ତି। ଆଉ ମରିୟମକୁ ଦେଲେ, ମରିୟମ ଗୋଟେ ବିଚିତ୍ର ନାରୀ, ବିଚିତ୍ର ଝିଅ। ସିଏ ଈଶ୍ୱରଙ୍କୁ ଏତେ ପ୍ରେମ କରୁଥିଲେ, ଏତେ ଭୟ କରୁଥିଲେ ଆଜ୍ଞା, ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ସମାଜ ଗୃହ ମାନଙ୍କରେ
ସେତେବେଳେ ତ ଗାଁ ମାନଙ୍କର ଗୋଟେ ଗୋଟେ ସମାଜ ଗୃହ ଗୋଟେ ଥାଏ, ସିନାଗଗ ବୋଲି କହନ୍ତି। ସେଇଠି ଈଶ୍ୱରଙ୍କର ବାକ୍ୟ ପ୍ରଚାର ହୁଏ, ଆପଣମାନେ ଜାଣିଥିବେ। ସେଇଠି ମହାଯାଜକ ମାନେ କଣ କରିବେ, ସେତେବେଳେ ତ ବାଇବଲ ନଥିଲା, ନ୍ୟୁ ଟେଷ୍ଟମେଣ୍ଟ ନଥିଲା ଆଜ୍ଞା। ଲେଖାପତ୍ର ସବୁ ପଢା ହଉଥିଲା, ଯାଜକ ମାନେ ପଢୁଥିଲେ, ଆଉ ଲୋକମାନେ କଣ କରୁଥିଲେ, ଶୁଣୁଥିଲେ। ପ୍ରତିଦିନ ମରିୟମ ସମାଜ ଗୃହକୁ ଯାଉଥିଲା ଈଶ୍ୱରଙ୍କର ବାକ୍ୟ ଶୁଣିବା ପାଇଁ। ତାର ଗୁପ୍ତ ରହସ୍ୟ, ଗୁପ୍ତ ଇତିହାସ କୁହେ। ସେ ନିଜର ଜୀବନକୁ ସେ ତିଆରି କରୁଥିଲା ଆଜ୍ଞା। ଆଉ ଅନେକ କହନ୍ତି ଆଜ୍ଞା, ବାଲ୍ୟ ଅବସ୍ଥାରୁ ହିଁ ମରିୟମକୁ ଯାଜକ ମାନଙ୍କ ସହିତ ଛାଡି ଦଉଥିଲେ, ମନ୍ଦିରରେ ଛାଡି ଦଉଥିଲେ ବାପା ମା। ଯେହେତୁ ଆମେ ଅନେକ ପ୍ରାର୍ଥନା ଦ୍ଵାରା ମରିୟମକୁ ସେମାନେ ପାଇଛନ୍ତି ବୋଲି। ତେଣୁ ମୋର କହିବା ଅର୍ଥ ଏହା ହିଁ ଆଶ୍ଚର୍ଯ୍ୟ, ଯୀଶୁ ଜଗତକୁ ଆସିବା ପୂର୍ବରୁ ଏକ ସୁନ୍ଦର ପବିତ୍ର ଅନୁଗ୍ରହ ପାତ୍ରୀ ନାରୀଙ୍କୁ, ଝିଅକୁ, ମରିୟମକୁ ଜଗତରେ ସେ ଜନ୍ମ ଦେଇଛନ୍ତି। କାରଣ ସେ ପବିତ୍ର ପରମେଶ୍ୱର, ଜଗତର ସୃଷ୍ଟିକର୍ତ୍ତା, ରକ୍ଷାକର୍ତ୍ତା, ସିଏ ଆସୁଛନ୍ତି। ସେ କେମିତି ପ୍ରକାର ପବିତ୍ର ନାରୀ ହେଇଥିବା ଦରକାର, ଆଶ୍ଚର୍ଯ୍ୟ ବିଷୟ। ଏହା ହିଁ ଆଶ୍ଚର୍ଯ୍ୟ, ତା ପୂର୍ବରୁ ମରିୟମକୁ ସେ ମନୋନୀତ କରୁଛନ୍ତି। ତାପରେ ଆଉ ଗୋଟେ ବଢିଆ ଆଶ୍ଚର୍ଯ୍ୟ କଥା କଣ ଆଜ୍ଞା, ପ୍ରଥମ ଯୀଶୁ ଯେତେବେଳେ ଜନ୍ମ ହେବେ, ଜଗତକୁ ଆସିବେ ବୋଲିକି ପ୍ରଥମ ଖବର କିଏ କାହାକୁ କହିଛି, ସାହାଯ୍ୟ କରିବେ କି? ମୁଁ ଆପଣଙ୍କର ଆଟେନସନ ପାଇଁ ମୁଁ ଆପଣଙ୍କୁ ପ୍ରଶ୍ନ ପଚାରୁଛି, ଆଉ ଦ୍ୱିତୀୟ କାରଣ କିଛି ନାହିଁ, ଆପଣ ଜାଣିଛନ୍ତି ପାଳକ ଆଜ୍ଞା। ସ୍ୱର୍ଗଦୂତ ପାଳକଙ୍କୁ ହଁ, କହିଲେ। ଆଉ କିଏ ଆନ୍ସାର କଣ ଅଛି କି? ଯୀଶୁ ଯେ ଜଗତକୁ ଆସିବେ, ପ୍ରଥମ ଖବର କିଏ କାହାକୁ କହିଥିଲେ? ଆଉ କିଏ କହିବେ କି ଟିକେ? ନଚେତ ଆମେ ଆରମ୍ଭ। ସ୍ୱର୍ଗଦୂତ ଗାବ୍ରିଏଲ ମରିୟମକୁ କହିଥିଲେ। ହଉ ଠିକ ଅଛି, ହଉ। ଦେଖନ୍ତୁ, ବହୁତ ଗଭୀର ବିଷୟ ସେଠି ଗୋଟେ ଅଛି। ପରମେଶ୍ୱର ଜଗତରେ ଯେ ଜଣେ ବ୍ୟକ୍ତି ଆସିବ, ଆଜ୍ଞା ଆପଣଙ୍କର ଜନ୍ମ ହେଲେ ଯଦି କିଏ ଆସନ୍ତି, ଆପଣ ନିଜର ବନ୍ଧୁ ମାନଙ୍କୁ କହନ୍ତି ନା କାହାକୁ କହନ୍ତି? ପ୍ରଥମେ ଆପଣଙ୍କ ଘରେ ଗୋଟେ ଜନ୍ମ ହେବ ଆଜ୍ଞା, ପ୍ରଥମ ଖବର ଆପଣ କାହାକୁ ଦେବେ ଆଜ୍ଞା? ଆପଣ ଯାହାକୁ ବେଶୀ ଭଲ ପାଉଛନ୍ତି, ଆପଣଙ୍କ ଫ୍ରେଣ୍ଡକୁ ଦେବେ, ନହେଲେ ଆପଣ ଭାଇ ଭଉଣୀକୁ ଦେବେ, ଆପଣ ନିଜ ଲୋକକୁ ଆପଣ ଜଣେଇବେ। କିନ୍ତୁ ଏଇଠି ଯେତେବେଳେ ଯୀଶୁ ଜଗତକୁ ଆସିବାର କଥା ଘୋଷଣା କରାଯାଉଛି, ଈଶ୍ୱରଙ୍କର ଏକ ନମ୍ବର ଶତ୍ରୁକୁ ପରମେଶ୍ୱର ଜଣାଉଛନ୍ତି। ଈଶ୍ୱରଙ୍କର ପ୍ରଥମ ଶତ୍ରୁ ଯିଏ, ତାଙ୍କୁ ଜଣାଉଛନ୍ତି ଜଗତକୁ ଜଣେ ଆସିବ ବୋଲି। ଈଶ୍ୱରଙ୍କର ପ୍ରଥମ ଶତ୍ରୁ କିଏ ଆଜ୍ଞା? ଟିକେ ସାହାଯ୍ୟ କରିବେ। ଶୟତାନ, ଶୟତାନ। ଲୁସିଫର। ଆଦି ପୁସ୍ତକ 3:15 ଲେଖା ଅଛି ଆଜ୍ଞା, ବହୁତ ସାଧାରଣ କଥା ଆମେ ଜାଣିଛୁ। ଆଦି ପୁସ୍ତକ 3:15 ଘୋଷଣା କରୁଛନ୍ତି, ପରମେଶ୍ୱର ଭବିଷ୍ୟତବାଣୀ କରୁଛନ୍ତି, ଏମିତି ଜଣେ ଆସିବ ନାରୀର କୋଳରେ, ଆଉ ସିଏ ତମକୁ ତୁମର ମସ୍ତକ ଚୂର୍ଣ୍ଣ କରିବ। ପ୍ରଥମ ଗୁଡ ନ୍ୟୁଜ, ଶୈତାନ ପାଇଁ ସେଟା ଗୁଡ ନ୍ୟୁଜ, ସେଟା ବ୍ୟାଡ ନ୍ୟୁଜ। ଏତେ ବଡ ଖବର ପ୍ରଥମେ ପରମେଶ୍ୱର ତାଙ୍କର ଶତ୍ରୁକୁ ସେ ଜଣାଉଛନ୍ତି। ଆଜ୍ଞା ଯେତେବେଳେ ଘୋଷଣା କରୁଛନ୍ତି, ଏଇଠି ଗୋଟେ ଗଭୀର ବିଷୟ ଅଛି ଆଜ୍ଞା, ଗୁପ୍ତ ପଏଣ୍ଟ। ଯେତେବେଳେ ଶୈତାନକୁ ସେ କହୁଛନ୍ତି, ସେତେବେଳେ ସେଇ ସମୟରେ ହିଁ ଯୀଶୁଙ୍କର ଜନ୍ମର 4000 ବର୍ଷ ପୂର୍ବରେ ହିଁ ମରିୟମକୁ ମଧ୍ୟ ମନୋନୀତ କରିଛନ୍ତି। ଏଇଟା ମନେ ରଖନ୍ତୁ। ଯୀଶୁ ତ ଆସିବେ ବୋଲି କହିଲେ, ତା ସହିତ ମରିୟମକୁ ମଧ୍ୟ ସେ ମନୋନୀତ କରିଛନ୍ତି 4000 ବର୍ଷ ପୂର୍ବରୁ, ଯେ ମରିୟମଙ୍କ କୋଳରେ ଗୋଟେ ନାରୀ ଆସିବାର ଅଛି। ମାନେ ପରେ ପରେ ନାରୀକୁ ଖୋଜିକୁ, ନାରୀକୁ ମୁଁ ଠିକ କରିବି ବୋଲି ପରମେଶ୍ୱର କହିନାହାନ୍ତି। ଯେତେବେଳେ ସେ ଘୋଷଣା କରୁଛନ୍ତି 4000 ବର୍ଷ ପୂର୍ବେ ଆଦି ପୁସ୍ତକରେ, ସେତେବେଳେ ହିଁ ମରିୟମକୁ ସେ ମନୋନୀତ କରୁଛନ୍ତି। ଏହା ଆଶ୍ଚର୍ଯ୍ୟ ଆଜ୍ଞା, ଏଇଟା ବହୁତ ବଡ ଆଶ୍ଚର୍ଯ୍ୟ। ଯୀଶୁ ତ ଆସିବେ ବୋଲି କହିଛନ୍ତି, ତା ସହିତ ଯିଏ ତାଙ୍କୁ ଜନ୍ମ ଦେବେ ସେ ମଧ୍ୟ ଆସିବେ ନିହାତି, ସେ ନିଶ୍ଚୟ ସେ ସ୍ଥିର କରିଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣ ଆଶ୍ଚର୍ଯ୍ୟ ଆଜ୍ଞା, 4000 ବର୍ଷ ପୂର୍ବରେ ମରିୟମକୁ ମନୋନୀତ କରାଯାଇଛି। ତାର ଅର୍ଥ ମରିୟମଙ୍କର ଅଜା, ମରିୟମଙ୍କର ପ୍ରାୟ 132-133ଟା ଅଜା ଜନ୍ମ ହେବା ପୂର୍ବରୁ ମରିୟମକୁ ମନୋନୀତ କରିଛନ୍ତି। ଏହା ହିଁ ଆଶ୍ଚର୍ଯ୍ୟ। ମନେକର ସେତେବେଳେ 30 ବର୍ଷରେ ବାହା ହଉଥିଲେ, ମନେକର 30 ବର୍ଷରେ ଗୋଟେ ଅଜା ଧରନ୍ତୁ ଆଜ୍ଞା, 4000 ବର୍ଷ ପୂର୍ବରୁ କୁହାଯାଇଛି, ମାନେ 4000 ବର୍ଷରେ ପ୍ରାୟ 132-133ଟା ଅଜା ମରିୟମଙ୍କର, ସେମାନେ ଜନ୍ମ ହେବା ପୂର୍ବରୁ ମରିୟମ ଆସିବେ ବୋଲି କୁହାଯାଉଛି। ମରିୟମକୁ ସେ ମନୋନୀତ କରିଛନ୍ତି, ଏହା ହିଁ ଆଶ୍ଚର୍ଯ୍ୟ। ଆପଣ ଯଦି ଯିଶାୟ ପୁସ୍ତକ କଥା ଦେଖିବେ ଆଜ୍ଞା, 700 ବର୍ଷ ପୂର୍ବରେ ସେ ଲେଖିଛନ୍ତି ବାଳକ ଜନ୍ମିବେ। ଠିକ ଅଛି, 700 ବର୍ଷ ପୂର୍ବରୁ ଆଜ୍ଞା
अर्थात मरियमଙ୍କର ଅଜା ମାନେ ପ୍ରାୟ 23ଟା 24ଟା ଅଜା ଜନ୍ମ ହେବା ପୂର୍ବରୁ ଯିଶାୟ ଲେଖିଛନ୍ତି ସେ ଜନ୍ମ ହେବେ ବୋଲି। ଆଶ୍ଚର୍ଯ୍ୟ ବିଷୟ ଆଜ୍ଞା। ମରିୟମଙ୍କର ଅଜା ମାନେ ଜନ୍ମ ହେବା ପୂର୍ବରୁ ମରିୟମକୁ ମନୋନୀତ କରାଯାଉଛି। ଏହା ତ ଆଶ୍ଚର୍ଯ୍ୟ। ଆଜିକାଲି ଆଜ୍ଞା ଡକ୍ଟର ପାଠରେ ଆଜ୍ଞା ପୁଅ କି ଝିଅ ହବ କେତେବେଳେ କୁହାଯାଏ ଆପଣ ଜାଣିଛନ୍ତି କି? ଡକ୍ଟର ପାଠରେ ଗର୍ଭ ସଞ୍ଚାର ହେଲା ପରେ 14 ସପ୍ତାହ ପରେ ପୁଅ ହବ କି ଝିଅ ହବ ସେଟା କହିହେବ ଆଜ୍ଞା। ଆପଣମାନେ ଜାଣିଥିବେ 1956ରେ अल्ट्रासाउंड मेसिन बाहरला। 1956 अल्ट्रासाउंड मेसिन बाहरला आज्ञा। अल्ट्रासाउंड मेसिन रे जना पड़िबो गर्भरे पुओ संतान संतति अछंती कि नाही बोली। किंतु 1970 मसिया रे गर्भरे पुओ अछि कि झियो अछि जना पड़िबो आज्ञा। एबे पर वाक्य लेखा अछि शेष काल रे ज्ञानर बुद्धि हेबो बोली। दानिएल पुस्तक लेखा अछि आपण माने जानिछंती। शेष काल रे ज्ञानर बुद्धि हेबो। एबे सब जानुछंती किंतु एते एते वर्ष पूर्व जन्म हेबा पूर्वर जिशाय लेखन्ति गोटे बालक जन्म हेब बोलिकी। आश्चर्य आज्ञा। डॉक्टर कहबाटा एते सहज नाई। गर्भ को गर्भ संचार हेला परे डॉक्टर कहबो 14 सप्ताह परे। किंतु शह शह वर्ष पूर्वर जिशाय प्रभुंकर दास से लेखुचंती। मु भाबुची जिशाय से डॉक्टर मानकर डॉक्टर बोधे। से डॉक्टर पाठरे से गोल्डन माने कोन मेडालिस्ट गोल्ड मेडालिस्ट पाइछंती बोली मु भाबुची। परमेश्वर तांको जणैछंती से केते प्रभुंक सहित संपर्क रखिछंती आज्ञा। 700 वर्ष तलर कथा से कहि पारुछंती। एहा तो आश्चर्य। 700 वर्ष पूर्व आज्ञा ईसा को जेते बेले जन्म होइछंती अब्राहम को कलरे केते वर्ष आगुरु कहा जाइछि मन कहि परिबे कि आज्ञा? 1 वर्ष आगुरु कहिले दूत। ईसाकंकर जन्मर 1 वर्षरु दूत कहिछंती। बाप्तिजक जहन को मध्य 1 वर्ष पूर्व कहा जाइछि। सामसन को मध्य 1 वर्षरु कहा जाइछि। जिरिमियो भविष्यत वक्ता को मध्य तुमर मातार गर्भरु तुम आमे मनोनीत करछु 1 वर्षरु कहा जाइछि। समस्त को 1 वर्ष पूर्व कहा जाइछि। किंतु जिसु को जिशा पुस्तक रे 700 वर्ष पूर्व कहा जाइछि। एहा तो आश्चर्य। मोर पॉइंट होछि आश्चर्य। ताहांकर नाम आश्चर्य। 1 वर्ष पूर्व कहते आज्ञा ठीक अच्छी। किंतु प्रभु तांको जिशाय को 700 इयर 7 वर्ष पूर्व कहते। आ गोटे कथा मत आश्चर्य लगुच वाक्य लेखा अच्छे द्वितीय वंशावली 2:6 टिके पढ़ी दिंतु। जहाँ कि स्वर्गर स्वर्ग धारण कर पारे ना द्वितीय वंशावली 2:6 टिके पढ़ु जल्दी। द्वितीय वंशावली 2:6 द्वितीय वंशावली 2:6 ठीक अच्छे। से एमती लेखा अच्छे आज्ञा जहाँ को कि स्वर्गर स्वर्ग धारण कर पारे ना ईश्वर को किए धारण कर पार आज्ञा? जहाँ को कि स्वर्गर स्वर्ग धारण कर पारे ना किए धारण कले आज्ञा? न्यू टेस्टमेंट रे टिके साहाय्य करिवे। मरियम धारण करिसंती आज्ञा। एते बड़ ईश्वर को एते भयंकर परमेश्वर को से कौन करछंती? निज गर्भरे धारण करिसंती। ताहा तो आश्चर्य। कारण वाक्य लेखा अच्छी एब्री पुस्तक 10:5 रे ठीक अंततः पढ़ी दिंतु। एब्री पुस्तक 10:5 रे तांको पाई गोटे शरीर प्रस्तुत करागला। पढ़लु टिके एब्री 10:5 ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। मो निमंते एक शरीर प्रस्तुत कल। प्रेज द लॉर्ड। जो ईश्वर को कि स्वर्गर स्वर्ग धारण करि पारे नाही से प्रकार व्यक्ति को मरियम जोड़े मनुष्य गर्भ से धारण कर। आज्ञा आपण मैंने जानते कि नारी मानकर गर्भस्रायर उच्चता लंबा केते? डॉक्टर कौन कौच आज्ञा 7 इंच आउ 5 इंच पुणी गर्भाशय उम एते छोट जगार मरियम कौन करछंती? जहाँ को स्वर्गर स्वर्ग धारण कर पारे नाही से ईश्वर को पुत्र बेशरे से धारण करुछंती। एहा तो आश्चर्य। एहा ही आश्चर्य। मरियम को प्रभु के प्रकार मनोनीत करिछंती।
ଆଉ ସେ କଣ କରୁଛନ୍ତି? ମନୁଷ୍ୟ ରୂପ ଧାରଣ କରୁଛନ୍ତି। ଜଣେ ସ୍ପିରିଟ, ଈଶ୍ୱର ଆତ୍ମା ମନୁଷ୍ୟ ରୂପରେ ଧାରଣ କରୁଛନ୍ତି ଆଜ୍ଞା। ଏହା ହିଁ ଆଶ୍ଚର୍ଯ୍ୟ। ଜଣେ ସ୍ପିରିଟ ଆଜ୍ଞା ମନୁଷ୍ୟ ରୂପ କେତେ ସମୟ ଧାରଣ କରିପାରିବ? ଟିକେ ସାହାଯ୍ୟ କରନ୍ତୁ, ମୋ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ବାଇବଲରେ ଲେଖା ଅଛି ଆଜ୍ଞା, ଜଣେ ସ୍ପିରିଟ କେତେ ସମୟ ଧାରଣ କରିଛନ୍ତି ମନେ ଅଛି କି? ଯେତେବେଳେ ଅବ୍ରାହ୍ମ ନିକଟକୁ ସ୍ୱର୍ଗଦୂତ ମାନେ ଆସିଲେ ଆଜ୍ଞା, ସେମାନେ ମନୁଷ୍ୟ ରୂପ ଧାରଣ କରି ଆସିଲେ। ସେମାନେ ସନ୍ଧ୍ୟାରେ ଆସିଲେ ଲୁଟଙ୍କର ସହରକୁ, ତାପରେ ଭୋର ସକାଳୁ ଚାଲିଗଲେ ଆଜ୍ଞା। ତାର ଅର୍ଥ ସନ୍ଧ୍ୟା 6ରୁ ସକାଳ 6 ପକାନ୍ତୁ, 12 ଘଣ୍ଟା ପର୍ଯ୍ୟନ୍ତ ସ୍ୱର୍ଗଦୂତ ମାନେ ମନୁଷ୍ୟ ରୂପ ଧାରଣ କରିଛନ୍ତି। 12 ଘଣ୍ଟା ପାଇଁ ତାଙ୍କୁ ସୁଯୋଗ ଦିଆଯାଇଥିଲା। ଗୋଟେ ସ୍ପିରିଟ ସ୍ୱର୍ଗଦୂତ ମନୁଷ୍ୟ ରୂପ ଧାରଣ କରୁଛି, ଏଇଟା ସାଧାରଣ କଥା। କିନ୍ତୁ ଯୀଶୁ କେତେ ବର୍ଷ ମନୁଷ୍ୟ ରୂପ ଧାରଣ କରିଛନ୍ତି ଆଜ୍ଞା? ଟିକେ ସାହାଯ୍ୟ କରିବେ ପ୍ଲିଜ। ଜଗତରେ ସାଢେ ଥିଲାବେଳେ, ହଁ, 33.5 ବର୍ଷ। ଗୁଡ୍, ଥ୍ୟାଙ୍କ ୟୁ। ସ୍ୱର୍ଗଦୂତ ମାନେ 12 ଘଣ୍ଟା ପାଇଁ ମନୁଷ୍ୟ ରୂପ ଧାରଣ କରୁଛନ୍ତି, କିନ୍ତୁ ଯୀଶୁ ଜଗତକୁ ଆସି 33.5 ବର୍ଷ ପର୍ଯ୍ୟନ୍ତ ମନୁଷ୍ୟର ରୂପ ଧାରଣ କରିଛନ୍ତି। ଏହା ତ ଆଶ୍ଚର୍ଯ୍ୟ। ଆଉ କଣ ସବୁ ଆଶ୍ଚର୍ଯ୍ୟ ଆଜ୍ଞା? ଏଇ ସବୁ ଆଶ୍ଚର୍ଯ୍ୟ, ଏଇ ସବୁ ଆଶ୍ଚର୍ଯ୍ୟ। ତେଣୁ ଆଉ କେତେଟା ବିଷୟ ମୁଁ ଚିନ୍ତା କରୁଥିଲି। ଯୀଶୁଙ୍କର ଜନ୍ମ ଗୁପ୍ତର ଅଛି, ଯୀଶୁଙ୍କର ଆଗମନ ମଧ୍ୟ ଗୁପ୍ତ ଅଛି ଆଜ୍ଞା। ତାଙ୍କର ଡେଟ୍ କେହି କାହା ଆଜି ପର୍ଯ୍ୟନ୍ତ ଚାଲିଛି, ଚେଷ୍ଟା ଚାଲିଛି ଜାଣିବା ପାଇଁ। ଯୀଶୁଙ୍କର ଆକ୍ଚୁଆଲି ଜନ୍ମ ତାରିଖ କେତେ? ଡିସେମ୍ବର 25 ଜନ୍ମ ତାରିଖ ନୁହଁ ଆଜ୍ଞା, ଆପଣମାନେ ଜାଣିଥିବେ। ଏହା ହିଁ ଆଶ୍ଚର୍ଯ୍ୟ। ଆପଣଙ୍କର ଜନ୍ମ ତାରିଖ କେବେ ଲୁଚା ଯାଇପାରିବ ନାହିଁ। ଆପଣଙ୍କର ଜନ୍ମ ତାରିଖ ଆପଣ ନିଜେ ନିଜେ ଆଡଭାର୍ଟାଇଜ କରି କହୁଛନ୍ତି ଯେ ମୋର ଜନ୍ମ ତାରିଖ ଏମକ ଅଛି, ମତେ ଶୁଭକାମନା ଜଣାଅ, ମତେ ବିସ୍କୁଟ ଦିଅ, ଚକୋଲେଟ ଦିଅ, ଡ୍ରେସ ଦିଅ। କୌଣସି ମନୁଷ୍ୟ ବି ନିଜର ଜନ୍ମ ତାରିଖକୁ କେବେ ବି ଲୁଚେଇବ ନାହିଁ। ସେଟା ଗୋଟେ ବହୁତ ବଡ ଖୁସିର ବିଷୟ। କିନ୍ତୁ ଜଗତର ପରିତ୍ରାଣକର୍ତ୍ତାଙ୍କର ଜନ୍ମ ତାରିଖ ଗୁପ୍ତ ରଖାଯାଇଛି, ଆଉ ତାଙ୍କର ଆଗମନକୁ ମଧ୍ୟ ଗୁପ୍ତ ରଖାଯାଇଛି। ଏହା ହିଁ ଆଶ୍ଚର୍ଯ୍ୟ, ଏହା ହିଁ ଆଶ୍ଚର୍ଯ୍ୟ। ଆଉ ଗୋଟେ ପ୍ରଶ୍ନ ମୁଁ ଆପଣଙ୍କୁ ପଚାରିବା ପାଇଁ ଚାହିଁବି। ଯେତେବେଳେ ମରିୟମ ଆଜ୍ଞା ଯୀଶୁଙ୍କୁ ଜନ୍ମ ଦେଲେ, ଦୟାକରି ଧ୍ୟାନ ଦେଇ ଶୁଣନ୍ତୁ। ଯେତେବେଳେ ଜନ୍ମ ଦେଲେ ଆଜ୍ଞା, ଯୀଶୁଙ୍କୁ ଜନ୍ମ ଦେଲେ, ମରିୟମଙ୍କର ଜନ୍ମ ବ୍ୟଥା ହେଇଥିବ କି ନାଇଁ ଆଜ୍ଞା? ଟିକେ ସାହାଯ୍ୟ କରିବେ। ମରିୟମ ବ୍ୟଥାରେ ଯୀଶୁଙ୍କୁ ଜନ୍ମ କରିଛନ୍ତି ନା ବିନା ବ୍ୟଥାରେ ଜନ୍ମ କରିଥିବେ? ନିଜର ଜ୍ଞାନରେ, ନିଜର ଆଲୋଚନାରେ କିଛି କହିପାରିବେ କି? କଣ ହେଇଥିବ ବ୍· ସେଦିନ? ହଁ, ବ୍ୟଥା ହେଇଥିଲା। ବ୍ୟଥା ହେଇଥିବ କି? ହଁ। ଯେତେବେଳେ ହବା ଆଦମ ପାପ କଲେ, ସେତେବେଳେ ପରମେଶ୍ୱର କହିଲେ ତୁମର ଗର୍ଭବଦନା ବୃଦ୍ଧି ପାଇବ। ବହୁତ ଧ୍ୟାନ ଦେଇ ଶୁଣନ୍ତୁ। ଯେତେବେଳେ ପରମେଶ୍ୱର କହିଲେ ପାପ କଲେ, ସେତେବେଳେ ତୁମର ଗର୍ଭବଦନା ବୃଦ୍ଧି ପାଇବ ବୋଲି କୁହାଗଲେ। ହେଲେ ମରିୟମ ପାପରେ ଯୀଶୁଙ୍କୁ ଗର୍ଭ ଧାରଣ କଲେ କି ଆଜ୍ଞା? ସେ ଯଦି ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭ ଧାରଣ କଲେ, ତାଙ୍କର ବ୍ୟଥା କାହିଁକି ହେଇପାରେ? ମୁଁ ଭାବୁଛି କାହିଁକି ହେବ? ହେଇନପାରେ। ଏହା ତ ଆଶ୍ଚର୍ଯ୍ୟ। ହେଇ ହେଇ ନାହିଁ ବୋଲି ମୁଁ କହିପାରିବି ନାହିଁ, ହେଇ ନପାରେ। ଏହା ତ ଆଶ୍ଚର୍ଯ୍ୟ। କାରଣ ପବିତ୍ର ଆତ୍ମାଙ୍କର କର୍ତ୍ତୃତ୍ୱରେ ମରିୟମ ଯୀଶୁଙ୍କୁ ସେ ଧାରଣ କରିଥିଲେ। ଆଉ ସବୁ ମନୁଷ୍ୟମାନଙ୍କର ସାହାଯ୍ୟରେ ଗର୍ଭଧାରଣ କରନ୍ତି, କିନ୍ତୁ ମରିୟମ ଈଶ୍ୱରଙ୍କର ସାହାଯ୍ୟରେ, ପବିତ୍ର ଆତ୍ମାଙ୍କର ସାହାଯ୍ୟରେ ସେ ମୃତ୍ୟୁ ମାନେ ଗର୍ଭଧାରଣ କରିଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଉ ଗୋଟେ ଆଶ୍ଚର୍ଯ୍ୟ ବିଷୟ କଣ ଆଜ୍ଞା? ମରିୟମଙ୍କର ଜୀବନ ଏମିତି ଥିଲା ଆଜ୍ଞା, ଆପଣ ଆଶ୍ଚର୍ଯ୍ୟ ହେବେ। ଲୁକ ପୁସ୍ତକ 1 ଟିକେ କାଢନ୍ତୁ। ଲୁକ ପୁସ୍ତକ 1 ଟିକେ ବାହାର କରନ୍ତୁ। ଆମର ସମୟ ଚାଲିଗଲାଣି। ଲୁକ 1ର ଯଦି ମୁଁ ପଢିବା ପାଇଁ କହୁନି, ଆପଣ 46ରୁ ପଢିବେ 54 ପର୍ଯ୍ୟନ୍ତ। ଘରେ କେତେବେଳେ ପଢିବେ ଆଜ୍ଞା, ଲୁକ 1ର 46ରୁ 54 ପର୍ଯ୍ୟନ୍ତ ସେ ଈଶ୍ୱର ମାନେ ସ୍ୱର୍ଗଦୂତକୁ ସେ କଣ ସବୁ କହୁଛନ୍ତି, ଆପଣ ଆଶ୍ଚର୍ଯ୍ୟ ହେଇଯିବେ ଆଜ୍ଞା। ଜଣେ 13-14 ବର୍ଷର ଝିଅ ଈଶ୍ୱରଙ୍କର ବାକ୍ୟର ଶବ୍ଦ ସବୁ ସେ ସ୍ୱର୍ଗଦୂତଙ୍କୁ କହୁଛନ୍ତି। ଜଣେ ପୋଖତ ଖ୍ରୀଷ୍ଟିଆନ, ଜଣେ ବଡ ପ୍ରଚାରକ ମଧ୍ୟ ଏତେ ବଡ ବଡ ବାକ୍ୟ ଦେଇକି କହିବା ଅତି କଷ୍ଟକର ବିଷୟ ଆଜ୍ଞା। ସେ ମରିୟମ ଗୋଟେ 14 ବର୍ଷର ଝିଅ, ସେ ଏତେ ବଡ ବଡ ବାକ୍ୟ ଦେଇକି ସେ କହୁଛନ୍ତି ସ୍ୱର୍ଗଦୂତଙ୍କୁ। ମାନେ
ଈଶ୍ୱରଙ୍କ ସହିତ ତାଙ୍କର ସମ୍ପର୍କ କେମିତି ଥିଲା, ବ୍ୟବସ୍ଥା ସହିତ ତାଙ୍କର ସମ୍ପର୍କ କେମିତି ଥିଲା, ସେ କେତେ ଧାର୍ମିକ ନାରୀ ଥିଲେ। ଆପଣ ସେଠି ପଢିବେ ଅବ୍ରାହମଙ୍କ ସହିତ ଈଶ୍ୱରଙ୍କର ଚୁକ୍ତି କଣ ଥିଲା ସେଇଟା ବି ସେ କହୁଛନ୍ତି, ମରିୟମ କହୁଛନ୍ତି। ଦାଉଦଙ୍କ ସହିତ ଈଶ୍ୱରଙ୍କର ଚୁକ୍ତି କଣ ଥିଲା ସେଇଟା ବି ସେଠି କହୁଛନ୍ତି। ହାନା ସାମୁଏଲକୁ ପାଇଲା ପରେ କଣ କଣ ପ୍ରାର୍ଥନା କରୁଛନ୍ତି, ତାର ପ୍ରାର୍ଥନା ବି ହାନାଙ୍କ ପ୍ରାର୍ଥନା ପରି ସେଠି ମିଶିଛି। ସେ ହାନାଙ୍କ ବିଷୟ ବି ଜାଣିଛନ୍ତି, ବାଇବଲର ସମସ୍ତ ବିଷୟ ସେ ଜାଣିଛନ୍ତି। ସମାଜ ଗୃହକୁ ଯାଇ ଯାଇ ଯାଜକ ମାନଙ୍କ ଠାରେ ବସି ସେ ଈଶ୍ୱରଙ୍କ ବିଷୟ ସେ ସଂଗ୍ରହ କରିଛନ୍ତି। ତେଣୁ ମରିୟମକୁ ପ୍ରଭୁ ମନୋନୀତ କରିଛନ୍ତି, ଏହା ତ ଆଶ୍ଚର୍ଯ୍ୟ। ତେଣୁ ଲେଖା ଅଛି ବାଳକ ଜନ୍ମି ଅଛନ୍ତି। ଦ୍ୱିତୀୟ କଥା କଣ ବୋଲି ମୁଁ କହିବି ବୋଲି କହୁଥିଲି, ତାଙ୍କ ସ୍କନ୍ଧରେ କଣ ଲେଖା ଆଜ୍ଞା, ତାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଦିଆଯିବ। ତାର ଅର୍ଥ ଶାସନ ଆଶ୍ଚର୍ଯ୍ୟ। ଯୀଶୁଙ୍କର ଶାସନ ବି ଆଶ୍ଚର୍ଯ୍ୟ ହବ ଆଜ୍ଞା। ଯେତେବେଳେ 1000 ବର୍ଷ ଶାସନ ଆସିବ, ଭୟଙ୍କର ଶାସନ ହବ। ଗୋଲ୍ଡେନ ଏଜ୍ ଆସିବ, ଗୋଲ୍ଡେନ ଏଜ୍ ସୁବର୍ଣ୍ଣ ଯୁଗ ଆସିବ ଆଜ୍ଞା। ଆଜ୍ଞା ଭାରତରେ ସୁବର୍ଣ୍ଣ ଯୁଗ କେଉଁ ରାଜା ଶାସନ କରୁଥିଲେ ଜାଣିଛନ୍ତି କି, କହିପାରିବେ ଟିକେ? ଭାରତ ବର୍ଷରେ ସୁବର୍ଣ୍ଣ ଯୁଗ କେବେ ଆସିଥିଲା? ଆପଣମାନେ ଭୁଲି ଯାଇଛନ୍ତି, ଜାଣିଥିବେ ଗୁପ୍ତ ସାମ୍ରାଜ୍ୟ ଗୋଟେ ଥିଲା ଆଜ୍ଞା, ଗୁପ୍ତ ସାମ୍ରାଜ୍ୟ ବୋଲି କହିବେ। ଚନ୍ଦ୍ରଗୁପ୍ତ ସେକେଣ୍ଡ, ସମୁଦ୍ରଗୁପ୍ତ, ଶ୍ରୀଗୁପ୍ତ ଏମାନେ ସବୁ ଇଣ୍ଡିଆରେ ଶାସନ କରୁଥିଲେ। ତାଙ୍କ ସମୟରେ ସୁବର୍ଣ୍ଣ ଯୁଗ ଆସିଥିଲା ଆଜ୍ଞା। ହେଲେ ସୁବର୍ଣ୍ଣ ଯୁଗରେ ସେମାନେ କୋଉ କୋଉ ବିଷୟରେ ଇମ୍ପ୍ରୁଭ କରିଥିଲେ ଆଜ୍ଞା? ଟେକ୍ନୋଲୋଜି ଉପରେ, ଇଞ୍ଜିନିୟରିଂ କାମରେ, ଲଜିକ ଉପରେ, ଆଷ୍ଟ୍ରୋନୋମି ଉପରେ, ରିଲିଜିୟନ ଉପରେ, ସାଇକୋଲୋଜି ଉପରେ ट्रेड फ्लोरिश होता, आर्ट उपरे, साइंस उपरे, लिटरेचर उपरे, ए समस्त विषय से डेभलप करते। ठीक अच्छे, सेटा को गोल्डन एज बोली कहगला। किंतु जीशुଙ୍କ शासन रे आज्ञा एक भिन्न प्रकार, जहाँकि लोक मैंने आश्चर्य हेबे, सेमती शासन हम आज्ञा। आमर देशर नेता मैंने कहते अच्छा दिन आएगा, अच्छा दिन आएगा बोली। केबे अच्छा दिन आएगा आसब ना आज्ञा भारत रे कि पृथ्वी रे? आपण मैंने जानिथिबे नाराबाजी चली, स्लोगान चली, जो राजनेता मैंने आसुच्च से कौन कहते आज्ञा अच्छा दिन आसब, भल दिन आसब, भल दिन आसब बोली कहते। किंतु जीशु जेतेबेले जगत रे जेरूसालेम कैपिटल रे 1000 वर्ष शासन करेंगे, सेतेबेले बहुत बढ़िया दिन आसब। अन्य मान भाषा अनुसार अच्छा दिन आसब आज्ञा। केमती आसब आज्ञा? लोक मैंने जो परिवर्तन हे ताहा नुह, एमती गोटे दिन में पशु पक्षी माने मध्य परिवर्तन है आज्ञा। भयंकर विषय ठीक पढ़ंतु, जिसाया पुस्तक 11:6-9 जल्दी पढ़ंतु। मनुष्य माने तो परिवर्तन हेबे, पशु पक्षी जंगलर पशु माने परिवर्तन हेबे तांकर शासन काल रे। एहा तो आश्चर्य। ଆଉ କେନ୍ଦୁଆ हाँ ବାଘ ମେଷ ଛୁଆ ସଙ୍ଗେ ବାସ କରିବ, हाँ ଓ ଚିତା ବାଘ ଛେଳି ଛୁଆ ସଙ୍ଗେ ଶୟନ କରିବ। हाँ ବାଛୁରୀ ଯୁବା ସିଂହ ଓ ହୃଷ୍ଟପୁଷ୍ଟ ପଶୁ ଏକତ୍ର ରହିବେ, ଆଉ ଏକ ସାନ ପିଲା ସେମାନଙ୍କୁ ଅଡାଇବ। बहुत आश्चर्य आज्ञा। एमती गोटे समय आसुची, एमती गोटे अच्छा दिन आसुचे आज्ञा। हिंसक जंतु माने कौन होची, साधारण डोमेस्टिक जंतु मान सहित खेलिबे, बसिबे, उठिबे। आपण पढ़ंतु जिसाया पुस्तक केतेबेले 11:6-9 देखंतु। बाघ माने हिंसा माने हिंसक, सिंह माने केमती अन्य अन्य जंतु सहित बसिबे, खेलिबे आज्ञा। केतेबेले आज्ञा 1000 वर्ष शासन काल रे। सेटा तो आश्चर्य, तांकर शासन आश्चर्य। आ सेमानकु किए अडैबे बोली लेखा अछि आज्ञा, बाइबल लेखा अछि। ଏକ ସାନ ପିଲା ସେମାନଙ୍କୁ सान पिला बाघ को, भालू को, सिंह को अड़ेबे आज्ञा। कि आश्चर्य विषय! आम देश में केड़े बड़ राजा आसिकी प्रधानमंत्री हेले मध्य पशु पक्षी किए परिवर्तन करें ना आज्ञा। आश्चर्य। तापर सेते कौन हम आज्ञा लेखा अच्छी जिसा पुस्तक 65:20 मृत्युहार कमिजिव आज्ञा। 100 वर्ष नहले केही मृत्युवरण करेंगे नहीं। बड़ा आश्चर्य विषय, यह ही आश्चर्य। जिसा 65:20 पढ़ंतु। ସେ ସମୟରୁ ସେ ସ୍ଥାନରେ हाँ ଅଳ୍ପ ଦିନର ଶିଶୁ କିମ୍ବା ଅସମ୍ପୂର୍ଣ୍ଣାୟୁ ବୃଦ୍ଧ ଲୋକ ଆଉ ନଥିବ, କାରଣ ବାଳକ 100 ବର୍ଷ ବୟସ କ୍ରମରେ ମରିବ ଓ ପାପୀ 100 ବର୍ଷ ବୟସ୍କ ହୋଇ ଶାପଗ୍ରସ୍ତ ହେବ। आज्ञा जीशुଙ୍କର राजत्व भार शासन एमती गोटे आसुची आज्ञा। सेतेबेला शिशु माने मरबे ना आज्ञा। शिशु हार मृत्यु हार पूरा कमिजिव। वर्तमान 1 वर्ष रु 5 वर्ष पर्यंत आज्ञा वर्ष को 50 लाख लोक शिशु मरती वर्तमान सर्वे अनुसार। किंतु जीशुଙ୍କର सहस्र वर्ष शासन काल रे शिशु माने मरबेनी, 100 वर्ष हेले ही मरबे लेखा अछि बाइबल रे। एहा ही आश्चर्य आज्ञा।
ତାଙ୍କର ଶାସନ ଆଶ୍ଚର୍ଯ୍ୟ। ତାପରେ ସେତେବେଳେ କଣ ହବ ଆଜ୍ଞା, ମୁଁ ପଢିବା ପାଇଁ କହୁନି, ସମୟ ଚାଲିଗଲାଣି। ବିକଳାଙ୍ଗ ଆଉ ହେବ ନାହିଁ ଆଜ୍ଞା। ଯିଶାୟା ପୁସ୍ତକ 35:5-6 ଲେଖା ଅଛି, ଆପଣ ପଢିବେ ପରେ। ଲୋକମାନେ ଅନ୍ଧ, କଣା, ଟେରା ଏ ସମସ୍ତ ବିଷୟ ଆଉ ଜନ୍ମିବେ ନାହିଁ। ସବୁ କିଛି ବନ୍ଦ ହେଇଯିବ, ବିକଳାଙ୍ଗ ବନ୍ଦ ହେଇଯିବ, ମେଡିକାଲ କଲେଜ ସବୁ ବନ୍ଦ ହେଇଯିବ ଆଜ୍ଞା। ଏମିତି ଆଚ୍ଛା ଦିନ ଆସିବ। ଏହା ତ ଆଶ୍ଚର୍ଯ୍ୟ ଯୀଶୁଙ୍କର ଶାସନ। ତାପରେ ସମସ୍ତେ ଭେଜିଟେବୁଲ ଖାଇବେ ସବୁ। ଯିଶା ପୁସ୍ତକ 65:25 ଲେଖା ଅଛି, ନନ ଭେଜ ହିଂସା, କାହାକୁ କିଏ କ୍ଷତି କରିପାରିବେ ନାହିଁ, କାହାର କିଏ ରକ୍ତପାତ କରିପାରିବେ ନାହିଁ। ଏମିତି ଯୀଶୁଙ୍କ ଦ୍ୱାରା ଗୋଟେ ଶାସନ ଆସୁଛି। କୃଷକ ମାନଙ୍କର ଆଉ କେବେ ଆଉ ଷ୍ଟ୍ରାଇକ୍ ଆଉ ଶୁଣାଯିବ ନାହିଁ। ଚାକିରିଆ ମାନେ ଆଉ କେବେ ଧର୍ମଘଟ ଆଉ କରିବେ ନାହିଁ। ସବୁ ସମସ୍ତଙ୍କର ସୁବିଧା ହବ। ତାହା ହଉଛି ଗୋଲ୍ଡେନ ଏଜ୍, ସୁବର୍ଣ୍ଣ ଯୁଗ ଯୀଶୁଙ୍କ ସମୟରେ ଆସିବ ଆଜ୍ଞା। ତେଣୁ ଏହା ହିଁ ଆଶ୍ଚର୍ଯ୍ୟ, ଏହା ହିଁ ଆଶ୍ଚର୍ଯ୍ୟ। ଆଉ ଗୋଟେ ବିଷୟ, ବଢିଆ ବିଷୟ ଲେଖା ଅଛି କଣ ଆଜ୍ଞା, ଯେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ମାଛୁଆ ମାନେ, ଦୁଃଖୀ ଦରିଦ୍ର ଲୋକମାନେ, ଅଶିକ୍ଷିତ ଲୋକମାନେ ଶାସନ କରିବେ ବୋଲି ଲେଖା ଅଛି। ଗୀତ ପ୍ରକାଶିତ ବାକ୍ୟ 20:4 ଲେଖା ଅଛି ଆଜ୍ଞା। ଏମିତି ଗୋଟେ ଶାସନ ଆସିବ ଆଜ୍ଞା, ଯୋଉମାନେ ମାଛୁଆ ମାନେ, ଶିଷ୍ୟମାନେ, ଅଶିକ୍ଷିତ ଲୋକମାନେ କଣ କରିବେ, ଯୀଶୁଙ୍କ ସହିତ ଶାସନ କରିବେ। ସେମାନେ ଗୋଟେ ଗୋଟେ ବିଚାରକର୍ତ୍ତା ହେବେ। ଏହା ହିଁ ଆଶ୍ଚର୍ଯ୍ୟ। ଆଜିକାଲି ଶାସନ କରିବା ଲୋକ ପାର୍ଲାମେଣ୍ଟରେ ଆଜ୍ଞା, ବହୁତ ଶିକ୍ଷିତ ଲୋକମାନେ ପାର୍ଲାମେଣ୍ଟକୁ ଯାଆନ୍ତି। କ୍ୟାବିନେଟ ପାହ୍ୟା ମିନିଷ୍ଟ୍ରି ମାନେ ଅତି ଶିକ୍ଷିତ ଲୋକମାନେ, ସେମାନେ ଦେଶର ଶାସନ କରନ୍ତି। କିନ୍ତୁ ଯୀଶୁଙ୍କର ସହସ୍ର ଶାସନ କାଳରେ ଦୁଃଖୀ ଦରିଦ୍ର ମାନେ, ମାଛୁଆ ମାନେ, ଅଶିକ୍ଷିତ ମାନେ, ମୂର୍ଖ ମାନେ ଯୀଶୁଙ୍କ ସହିତ ଶାସନ କରିବେ। ଏହା ହିଁ ଆଶ୍ଚର୍ଯ୍ୟ ପ୍ରିୟ ପ୍ରଭୁଙ୍କର ଲୋକମାନେ। ତେଣୁ ମୁଁ କହୁଥିଲି ତାହାଙ୍କର ନାମ ଆଶ୍ଚର୍ଯ୍ୟ। ଏ ଆଶ୍ଚର୍ଯ୍ୟ ଉପରେ ଅନେକ ବିଷୟ ରହିଛି, କିନ୍ତୁ ଯେହେତୁ ଯିଶାୟା ପୁସ୍ତକ 9:6 ଲେଖା ଅଛି, ଏକ ବାଳକ ଜନ୍ମି ଅଛନ୍ତି, ଆଉ ତାହାଙ୍କର ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଦିଆଯିବ। ତାଙ୍କର ଜନ୍ମ ଆଶ୍ଚର୍ଯ୍ୟ, ତାଙ୍କର ଶାସନ ବି ଆଶ୍ଚର୍ଯ୍ୟ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଚିନ୍ତା କରିବା ଆମ ବିଷୟରେ ଲୋକମାନେ କିଛି ଗୋଟେ ଆଶ୍ଚର୍ଯ୍ୟ ହୁଅନ୍ତୁ ଆଜ୍ଞା। ଆଜି ତ ଜଗତ କେହି ବି ବିଶ୍ୱାସ କରୁନାହାନ୍ତି ଯୀଶୁଙ୍କର ଆଶ୍ଚର୍ଯ୍ୟ ବିଷୟ ସବୁ। କିନ୍ତୁ ଧନ୍ୟ ଯୋଉ ବିଶ୍ୱାସୀ ମାନେ, ଆପଣମାନେ, ମୁଁ, ଆମେ ଯୀଶୁଙ୍କର ବିଷୟକୁ ଆମେ ବିଶ୍ୱାସ କରୁଛୁ, ଆଶ୍ଚର୍ଯ୍ୟ ହଉଛୁ। ଆମେ ଆଶ୍ଚର୍ଯ୍ୟ ମନେ କରୁଛୁ, ତାଙ୍କର ବାକ୍ୟକୁ ଆମେ ସଫଳ କରୁଛୁ। ତ ଆପଣଙ୍କ ଜୀବନରେ, ମୋ ଜୀବନରେ କିଛି ଗୋଟେ ଆଶ୍ଚର୍ଯ୍ୟ ହଉ, ଲୋକମାନେ ଆଶ୍ଚର୍ଯ୍ୟ ହେବେ, ଶୁଣିବେ, ଛାନିଆ ହେବେ। ଆପଣଙ୍କର ଜୀବନ ଆଶ୍ଚର୍ଯ୍ୟ ହଉ ଆଜ୍ଞା। ଆପଣ ଈଶ୍ୱରଙ୍କ ସହିତ ସମ୍ପର୍କ ଆଶ୍ଚର୍ଯ୍ୟ ହଉ, ଆପଣଙ୍କର ଟେଷ୍ଟିମୋନି ଆଶ୍ଚର୍ଯ୍ୟ ହଉ, ଆପଣଙ୍କର ପ୍ରାର୍ଥନା ଜୀବନ ଆଶ୍ଚର୍ଯ୍ୟ ହଉ, ଆପଣଙ୍କର ନମ୍ର ଜୀବନ ଆଶ୍ଚର୍ଯ୍ୟ ହଉ। ସେଇଟା ଚାହାନ୍ତି ଯୀଶୁ। ସେ ଯେମିତିକି ଆଶ୍ଚର୍ଯ୍ୟ ହେଲେ, ତାଙ୍କ ଜନ୍ମ ଆଶ୍ଚର୍ଯ୍ୟ, ସେବା ଆଶ୍ଚର୍ଯ୍ୟ, ମିନିଷ୍ଟ୍ରି ଆଶ୍ଚର୍ଯ୍ୟ, ଆପଣଙ୍କର ବି ସେମିତି ଆଶ୍ଚର୍ଯ୍ୟ ହଉ। ଆଜି ଆପଣ, ମୁଁ ଜଗତକୁ କଣ ଦେଇପାରିବା? ଯୀଶୁ ତ ବହୁତ ବିଷୟ ଦେଇଛନ୍ତି ଆଜ୍ଞା। ଆପଣ ଆଉ ମୁଁ ମଧ୍ୟ କିଛି ଦେଇପାରିବା ଲୋକମାନଙ୍କୁ ଠାରେ। ଯୀଶୁଙ୍କର ପରିଚୟ ଆମେ ଦେଇପାରିବା ଆମର ଜୀବନରେ, ଆମର କାର୍ଯ୍ୟରେ, ଆମମାନଙ୍କର ଲାଇଫଷ୍ଟାଇଲରେ ଆମେ ଯୀଶୁଙ୍କୁ ଦେଖେଇ ପାରିବା। ତାହା ହିଁ ଆଶ୍ଚର୍ଯ୍ୟ ହଉ ଆଜ୍ଞା ଆପଣଙ୍କ ଜୀବନରେ ଆଉ ମୋ ଜୀବନରେ। ପ୍ରଭୁ এই ছোট ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆଜି ପ୍ରଭୁ ଆମମାନଙ୍କୁ କଣ କଥା କହିଛନ୍ତି? ଯୀଶୁଙ୍କର ତ ଅନେକ ଆଶ୍ଚର୍ଯ୍ୟ ବିଷୟ ରହିଛି, କିନ୍ତୁ ଆପଣଙ୍କ ଜୀବନରେ, ମୋ ଜୀବନରେ ମଧ୍ୟ ତାଙ୍କର ସେବାରେ, ତାଙ୍କର ରାଜ୍ୟ ପାଇଁ କିଛି ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଘଟଣା ଘଟୁ। ତେବେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ପ୍ରଭୁ এই ছোট ବାକ୍ୟରେ ଆମକୁ ଆଶୀର୍ବାଦ କରନ୍ତୁ। ଆମେନ୍। ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ମାନେ ପ୍ରଭୁଙ୍କ ବାକ୍ୟ ନିମନ୍ତେ ସମସ୍ତେ ଗୋଟେ ଉଚ୍ଚ କରତାଳି ଦେଇକି ପ୍ରଭୁଙ୍କୁ ଗୌରବ କରୁଥିବା। ଏତେ ସୁନ୍ଦର ବାକ୍ୟ, କୋଉ ଗୋଟିଏ ବିଷୟ ତ ନାହିଁ, ଅନେକ ଗୁଡିଏ ବିଷୟ କହିଲେ ଆଶ୍ଚର୍ଯ୍ୟକୁ ନେଇକି। ଆଉ କୋଉଟାକୁ ମୁଁ ଉପସ୍ଥାପନ କରିବି ବୁଝିପାରୁନି, ସେଥିପାଇଁ ମୁଁ ଆଉ ଅଧିକ କହିବାକୁ ଚାହୁଁନି। ବହୁତ ଭଲ ଲାଗିଲା। ଆଶ୍ଚର୍ଯ୍ୟକୁ ନେଇକି ମରିୟମଙ୍କ ଠାରୁ ଯୀଶୁଙ୍କ ପର୍ଯ୍ୟନ୍ତ ବହୁତ ବିଷୟ ଆପଣ ଉପସ୍ଥାପନ କରିଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏଇ ବାକ୍ୟ ଗୁଡାକ ଦ୍ଵାରା ଆହୁରି ଅନେକ ହଜାର ଆତ୍ମା ପ୍ରଭୁ ଲାଭ କରିବାକୁ ଆପଣଙ୍କୁ ଦିଅନ୍ତୁ। ସେ ହିଁ ପ୍ରାର୍ଥନା। ଆପଣଙ୍କୁ ସୁରକ୍ଷିତ ରଖନ୍ତୁ। ଏଇ ଦିନ ମାନଙ୍କରେ ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ପ୍ରଭୁ ବିଶେଷ ଭାବରେ ସୁରକ୍ଷା ଦିଅନ୍ତୁ।